ॐ जगन्नाथाय ते नमः। ॐ श्रीगुरुभ्यो नमः। हरिः ॐ। नीलाचलनिवासाय नित्याय परमात्मने बलभद्रसुभद्राभ्यां जगन्नाथाय ते नमः। श्रीजगन्नाथाय ते नमः। हरिः ॐ। आसन्तु ସମସ୍ତେ ଆଜି ଗୁରୁଚରଣରେ ବସି ଆଜିର ଗୀତା ଅଧ୍ୟୟନ କରିବା। ଗୁରୁଜୀ ଆପଣଙ୍କୁ ଆମେ ସ୍ୱାଗତ କରୁଛୁ। ଆଜିର କ୍ଲାସ୍ ଆମେ ଆରମ୍ଭ କରିବା। ଆପଣଙ୍କୁ ଅନମ୍ୟୁଟ୍ କରି ଆରମ୍ଭ କରନ୍ତୁ। ଗଲା ସେସନରେ ଆମର ହେଇଥିଲା କ'ଣ ନା ଶଙ୍ଖ ବାଦ୍ୟ ବିଭିନ୍ନ ବାଜିଲା ଏବଂ ତାର ଶବ୍ଦରେ ଯେଉଁ କୌରବମାନଙ୍କର ଏବଂ କୌରବମାନଙ୍କ ସେନା ମାନେ ତାଙ୍କ ସାଙ୍ଗେ ଯେଉଁମାନେ ଆସିଥିଲେ ସମସ୍ତଙ୍କର ହୃଦୟ ବିଦାରଣ ହୋଇଗଲା। ଅର୍ଥାତ୍ ମାନେ ଏତେ ଭୟଙ୍କର ଶବ୍ଦ ଥିଲା, ତାଙ୍କ ହୃଦୟ ଥରି ଉଠିଲା, କମ୍ପି ଉଠିଲା ତାଙ୍କ ହୃଦୟ। ଏହି ହୃଦୟ କମ୍ପିବା ଭିତରେ ଗୋଟେ ଶବ୍ଦକୁ ନେଇକରି ଅତି ସୁନ୍ଦର ବ୍ୟାଖ୍ୟା ଅଛି। ମହାଭାରତର ବନ ପର୍ବଟା ଆପଣମାନେ ଯଦି ପାରିବେ ପଢ଼ିବେ। ଏଇ ସେସନ୍ ଆରମ୍ଭ ପୂର୍ବରୁ ମୁଁ ଆପଣଙ୍କୁ ପ୍ରଥମେ ଗୋଟେ ଆମର ଏଇ 3 ତାରିଖ ଆସନ୍ତା 3 ତାରିଖକୁ କେତୁଗ୍ରସ୍ତ ଚନ୍ଦ୍ର ଗ୍ରହଣ ଲାଗୁଛି। ଯିଏ ଯେଉଁ ସ୍ଥାନରେ ଅଛନ୍ତି ସେ ସ୍ଥାନମାନଙ୍କରେ ଯଦି ଚନ୍ଦ୍ରଗ୍ରହଣ ଯେଉଁ ସମୟ ଲାଗୁଥିବ, ଆମର ପୁରୀ ଲାଗୁଛି 3ଟା 20ରୁ 3:21 ଧରାଯିବ। ଆଉ ସର୍ବମୁଖ୍ୟ ହେଉଛି 6:47। ଏଇ ଗ୍ରହଣ ସମୟରେ ଆମକୁ ଆମର ଯେଉଁ ଗୁରୁ ଯିଏ ମୋ ଶିଷ୍ୟମାନେ ଅଛନ୍ତି ଏବଂ ଯେଉଁମାନଙ୍କର ଯେଉଁ ଗୁରୁମାନେ ଅଛନ୍ତି ସେମାନେ ତାଙ୍କ ଗୁରୁକୁ ପ୍ରଣାମ କରିକିରି ଗୁରୁଦତ୍ତ ମନ୍ତ୍ର ହେଉ, ଆଉ ଯଦି କୌଣସି ଭିତରେ ଗୁରୁ ବି ନାହିଁ ତେବେ ଶିବ ହେଉଛନ୍ତି ସମସ୍ତଙ୍କ ଗୁରୁ। ତ ଶିବକୁ ଭଗବାନ ଶିବଶଙ୍କରକୁ ପ୍ରଣାମ କରିକିରି ତାଙ୍କର ଯେକୌଣସି ଶ୍ରଦ୍ଧାପୂର୍ବକ ଯେଉଁ ମନ୍ତ୍ର ଥିବ ସେଇ ମନ୍ତ୍ର ଜପ କରନ୍ତୁ। ତାହେଲେ ନିଶ୍ଚିତ ଭାବରେ ତାଙ୍କର ଏଇ ଯଦି ଆମ ଶାସ୍ତ୍ର ଅନୁସାରେ ଯିବା ତାହେଲେ ଜପର ଆମର ଗ୍ରହଣ ଲାଗିବା ଠାରୁ ଛାଡ଼ିବା ପର୍ଯ୍ୟନ୍ତ ଯଦି ଗୋଟେ ଲୋକ ଜପ କରେ ସେ ଜପ ସିଦ୍ଧି ହୋଇଯାଏ। ଆଉ ମୋ ଶିଶୁମାନଙ୍କ ଭିତରେ ଯେଉଁମାନଙ୍କର କିଛି କାମନା ଥାଏ ତେବେ ସେମାନେ ମୋ ସାଙ୍ଗେ କଣ୍ଟାକ୍ଟ କରିପାରିବେ। ଆଉ ଗ୍ରହଣ ଲାଗିଥିବା ସମୟରେ ମୁଁ ସେମାନଙ୍କୁ ସେ ମନ୍ତ୍ର ଦେବି ଏବଂ ସେଇ ମନ୍ତ୍ରଟିକି ଅତି କମ୍ରେ 4ଟାରୁ ସେମାନେ 6ଟା ପର୍ଯ୍ୟନ୍ତ ରଖନ୍ତୁ। 4ଟାରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ଜପ କରିବେ। ତାପରେ ସେ ନିଶ୍ଚିତ ସିଦ୍ଧି ପାଇବେ, ଏଥିରେ ଭାବିବାର ନାହିଁ। ଯେକୌଣସି କାମନାମୂଳକ ମନ୍ତ୍ର ଆପଣ ଚାହିଁବେ ସେ ସିଦ୍ଧି କରିପାରିବେ। ନାହିଁ ଯାହାର କାମନା ନାହିଁ ସେ ତ ସର୍ବୋତ୍ତମ ଗୁରୁ ଦେଇଥିବା ମନ୍ତ୍ରକୁ ଆପଣମାନେ ଯଦି କେବଳ ଜପ କରନ୍ତି ତେବେ ସେ ବି ସିଦ୍ଧି ହୋଇଗଲେ ତାକୁ ସେ ବି ମଧ୍ୟ କାମନାରେ ଲାଗିବ। ଆପଣଙ୍କ କାମନା ପୂର୍ଣ୍ଣ ସହିତ ନିଷ୍କାମ କର୍ମ ବି ସେଥିରେ ହେବ। ତେଣୁ ଗୁରୁ ମନ୍ତ୍ର ସବୁଠାରୁ ଶ୍ରେଷ୍ଠ ମନ୍ତ୍ର। ଠିକ୍ ଅଛି, ଆମେ ବର୍ତ୍ତମାନ ଆସିବା ଆମର ସେସନ୍ ଆରମ୍ଭ କରିବା। ଏଇଟା ହେଉଛି ଆମର 7ମ ସେସନ୍। ଆମର ଗଲାଥରକୁ ଆମେ କରିଥିଲେ ପ୍ରଥମ ଅଧ୍ୟାୟ। ହଁ, ତୁମୁଳ ବେନୁ ନାଦୟନ୍ତ। ଏଇ ଯେଉଁ ତୁମୁଳ ଭାବରେ ଯେଉଁ ନାଦ ଯେଉଁ ହେଲା ବିଭିନ୍ନ ପ୍ରକାର କୌରବ ପାଣ୍ଡବ ଭିତରେ, ସେ ନାଦରେ ସେମାନେ କୌରବମାନଙ୍କର ହୃଦୟ କମ୍ପି ଉଠୁଥିଲା। ଆଉ ସେ କମ୍ପିବା ପଛରେ କାରଣ ଗୋଟେ ଅତି ଗୁପ୍ତ କାରଣ ଥିଲା। ସେ କାରଣଟି ଥିଲା ଯେ ଆପଣଙ୍କର ବନ ପର୍ବ ମହାଭାରତର ଯେଉଁ ଏଇଟାର ଷଷ୍ଠ ପର୍ବ। ପ୍ରଥମ ହେଉଛି ଆଦ୍ୟ ପର୍ବ, ତାପରେ ସଭା ପର୍ବ, ତାପରେ ବନ ପର୍ବ। ଏଇ ବନ ପର୍ବ ବହିଟି ଯଦି ପାରୁଛନ୍ତି ପଢ଼ନ୍ତୁ। ସେଥିରେ ସତ୍ୟବାନ ସାବିତ୍ରୀ, ନଳ ଦମୟନ୍ତୀ, ସତ୍ୟ ଅନୁସୟା ଏଭଳି ବିଭିନ୍ନ ପ୍ରକାରର ସବୁ କଥା ବିଷୟରେ ଜାଣିପାରିବେ। ତା ବ୍ୟତୀତ ଅନ୍ୟାନ୍ୟ ବି ବହୁତ ଜିନିଷ ତା ଦେହରେ ଗୁପ୍ତ ଜିନିଷ ଅଛି। ଏଇଠି ଗୋଟେ ଗୁପ୍ତ ଜିନିଷ କଥା ମୁଁ କହିବାକୁ ଯାଉଛି। ଏଇଟା ତୃତୀୟ ପର୍ବ। ଚତୁର୍ଥ ପର୍ବ ହେଲା ବିରାଟ ପର୍ବ, ପଞ୍ଚମ ପର୍ବ ହେଲା ଉଦ୍ୟୋଗ ପର୍ବ, ଷଷ୍ଠ ପର୍ବ ହେଲା ଭୀଷ୍ମ ପର୍ବ। এই ଭୀଷ୍ମ ପର୍ବରେ ଆମେ ଗୀତା ପଢ଼ୁଛେ।
ତେଣୁ ଏଇ ଯେଉଁ ଗୀତା ଆମର ପଢ଼ିବା ପୂର୍ବରୁ ମୁଁ ଆପଣ ଆଉ ଗୋଟେ ବନ ପର୍ବଟି ନେଇଯାଉଛି। ବନ ପର୍ବରେ ଦିନେ କ'ଣ ହେଇଛି ନା, ଦ୍ରୌପଦୀ ବସିଲା ବେଳେ ଗୋଟେ ସହସ୍ର କମଳ ଆସିକିରି ତାଙ୍କର ପାଖରେ ପଡ଼ିଲା। ସିଏ ଏଇ ସବୁ ଗୁଡ଼ାକ ମହାପ୍ରଭୁଙ୍କର ମାୟା। ପଡ଼ିଲା ପରେ ସେ ଦ୍ରୌପଦୀ କହିଲା, ଆରେ କେତେ ସୁନ୍ଦର ପଦ୍ମ ହେଇଛି। ସେଥିରୁ ସିଏ ତ ତା ସତ କହିବାକୁ ଗଲେ ଭୀମସେନ ତାଙ୍କ ଘରର ଇଜ୍ଜତ, ଘରର ମହତ ଏବଂ ଦ୍ରୌପଦୀଙ୍କର ସମସ୍ତ ଜିନିଷ ଭୀମ ହିଁ କରିଥାଏ। କିଚକୁ ବଧ ଭୀମ ହିଁ କରିଥିଲା। ତେଣୁ 100 ଭାଇକି ବଧ ଭୀମ ହିଁ ଏକା କରିଛି। ଆହୁରି ବହୁତ କଥା ଅଛି। ଭୀମ ଗୋଟେ ସମୟରେ ସୁଭଦ୍ରା ପାଇଁ ଯାଇକରି କୃଷ୍ଣ ଆଉ ବଳରାମ ସେନ ବି ଯୁଦ୍ଧ କରିବାକୁ ଠିଆ ହେଇଥିଲା। ଏଇଭଳି ଯାହା ବି ହେଉ ଘରର ସୁରକ୍ଷା ଦାୟିତ୍ୱ ତା ହାତରେ ଥିଲା ଏବଂ ସେ ସୁରକ୍ଷା ବି ଦେଉଥିଲା। ସେଇ ଭୀମ କହିଲେ ଯେ, ଭୀମସେନ ବର୍ତ୍ତମାନ ମୋର ଏଇଭଳିଆ ଏ ସହସ୍ର କମଳ ଦରକାର। ଭୀମ ତ କହିଲା, ଠିକ୍ ଅଛି ନେଇ ଆସିବା। ସେ ଚିନ୍ତା କରିବାର ନାହିଁ, ମିଳିଲା ଚାଲ ଆଣିବା। ଗଲା କୃଷ୍ଣ କହିଲେ, କିଏ ମଜା ବି କୁଆଡ଼େ ବାରୁଛ? ନା ନାଇଁ ଯାଉଛି, ଦ୍ରୌପଦୀ କହିଛି ଏଇଟା ମୁଁ ସହସ୍ର କମଳ ତାଙ୍କ ଦରକାର, ତେଣୁ ମୁଁ ଆଣିବାକୁ ଯାଉଛି। ଭଲ କଥା, ଯଦି ତମ ସ୍ତ୍ରୀଙ୍କର ଇଚ୍ଛା ପୂର୍ଣ୍ଣ ପାଇଁ ତୁମେ ଏତେ ଆଗ୍ରହୀ, ତାହେଲେ ଅତି ଉତ୍ତମ ବିଚାର, କିଛି ଖରାପ ନୁହେଁ। ତେଣୁ ତୁମେ ଯାଅ ଯେ, କିନ୍ତୁ ପବନପୁତ୍ର ହନୁମାନଙ୍କର ଟିକେ ଆଶୀର୍ବାଦ ନେଇକି ଯାଅ। ଭୀମ ଯେତେବେଳେ ଗଲା ହନୁମାନ ପାଖକୁ, ହନୁମାନ ସେତେବେଳେ ନିଜ କଦଳୀ ବନରେ ଧ୍ୟାନସ୍ଥ ଥାଏ। ରାମ ରାମ ହେଉଥାଏ, ତା ଶବ୍ଦରୁ ଲୋକ ଜାଣିଯିବେ ଯେ ଦୂରରୁ ଯେ ହଁ ଏଇଠି ହନୁମାନ ଅଛନ୍ତି। କାରଣ ସେଠି ଭାଇବ୍ରେସନ୍ ଆସୁଥାଏ, କମ୍ପନ ଆସୁଥାଏ, ରାମ ଧ୍ୱନିର ପ୍ରତିଧ୍ୱନିତ ହେଉଥାଏ। ଭୀମ ଯାଇକରି ପ୍ରଣାମ କଲା। ସେ ହନୁମାନ କହିଲେ, କ'ଣ ଭୀମସେନ କୁଆଡ଼େ ବାହାରିଲ? ବର୍ତ୍ତମାନ କ'ଣ କାମ ଥିଲା ମୋ ପାଖରେ? ନା ନାଇଁ, ମୋତେ କହିଥିଲେ କୃଷ୍ଣ ଆପଣଙ୍କୁ ଠୁ ଆଶୀର୍ବାଦ ନେଇକରି ମୁଁ ଯିବି ମୋ କାର୍ଯ୍ୟକ୍ଷେତ୍ରକୁ। କହିଲା, ଠିକ୍ ଅଛି ମୁଁ ଆଶୀର୍ବାଦ କ'ଣ ବର ଦେବି, ଯା। କ'ଣ ବର ମାଗୁଛୁ କ'ଣ? ନା ନାଇଁ ଆଜ୍ଞା, ମୋର କିଛି ବର ଦରକାର ନାହିଁ, ଆପଣ କରୁଣା ଆଶୀର୍ବାଦ କେବଳ ମୋର ଥାଉ, ମୋର କିଛି ହିଁ ଆବଶ୍ୟକତା ନାହିଁ। ହନୁମାନ ଟିକେ ହସିଲା। ଆଚ୍ଛା, କେଉଁ କାର୍ଯ୍ୟ ପାଇଁ ଯାଉଛ? ନା ଏମିତି କମଳ ଦ୍ରୌପଦୀ ପାଇଲେ, ସହସ୍ର କମଳ, ମୁଁ ଆଣିବାକୁ ଯାଉଛି। କେଉଁଠି ଆଣିବ? ନା ମୁଁ ତ ଜାଣିନି, ମୋତେ କୃଷ୍ଣ କହିଲେ ଯେ ହନୁମାନ ପାଖକୁ ପଳା, ଏ ସହସ୍ର କମଳ କେଉଁଠି ମିଳିବ ସିଏ ଜାଣିଥିବ। ମାନେ ଆପଣ ଜାଣିଥିବେ, ମୁଁ ଜାଣିନି। ମୋତେ କୃଷ୍ଣ କହିଛନ୍ତି ଆପଣଙ୍କୁ ସାରା ବିଶ୍ୱର କେଉଁଠି କେଉଁ ଜିନିଷ ଅଛି ଜଣାଅଛି। ଆପଣ ତ ଜନ୍ମ ହଉ ହଉ ସୂର୍ଯ୍ୟ ଉଗିବାକୁ ଯାଇଥିଲେ। ବାଲ ସମୟରେ ବିଭକ୍ଷି ଲିଓ ତବୁ ତିନି ଲୋକ ଭୟ ଅନ୍ଧିଆର। ତେଣୁ ଆପଣ କେତେ କଥା କରିଛନ୍ତି ତ୍ରେତା ଯୁଗରେ, ଗନ୍ଧମାର୍ଦ୍ଦନ ପର୍ବତ ଆଣିଥିଲେ। ତେଣୁ ଆପଣ ଜାଣିଥିବେ ଏଇ ପଦ୍ମଫୁଲ କେଉଁଠି ଅଛି। ହନୁମାନ ଟିକେ ହସିଲା, କିଛି କହିଲେନି। କହିଲେ ଠିକ୍ ଅଛି, ତ ଭୀମସେନ ଗୋଟେ କାମ କର, ଯାଅ ଆରାମ ଆନନ୍ଦରେ ଯାଅ, ଏଇଟା ମିଳିବ ମାନସରୋବରରେ। ତୁମକୁ ମୁଁ ବର ଦେଉଛି ଯେ ତୁମେ ଯେତେବେଳେ ଯେଉଁ ଜାଗାରେ ଅସ୍ତ୍ରଶସ୍ତ୍ର ପରିଚାଳନା ହେଉଥିବ, ତୁମେ ତ ଗଦାଧର, ଯେଉଁ ଜାଗାରେ ତୀର ମାନେ ବର୍ଷଣ ହେଉଥିବ, ସେଇଭଳି ଜାଗାମାନଙ୍କରେ ସୈନ୍ୟମାନେ ଯେତେବେଳେ ମରି ଯାଉଥିବେ, ସେ ଜାଗାକୁ ତୁମେ ଯାଇକି ଯେତେବେଳେ ଗର୍ଜନ କରିବ, ତୁମ ହୁଙ୍କାରରେ ମୋ ହୁଙ୍କାର ମୁଁ ଯୁକ୍ତ କରିଦେବି। ସିଏ ଏତେ ଜୋର ଶବ୍ଦ ହେବ ଯେ ତୁମ ଶତ୍ରୁ, ମାନେ ଯେଉଁମାନେ ସବୁ ଶତ୍ରୁ ଥିବେ ବା ଯେଉଁମାନେ ଅସ୍ତ୍ରଶସ୍ତ୍ର ଚଳାଉଥିବେ, ତାଙ୍କ ହୃଦୟ ଗୁଡ଼ା କମ୍ପି ଉଠିବ। ତୁମ ଲୋକଙ୍କର କିଛି ହେବାର ନାହିଁ, ତ ଶତ୍ରୁମାନଙ୍କ ହୃଦୟ କମ୍ପି ଉଠିବ। ଏଇ ଜିନିଷଟି ଏଠି ମହାଭାରତରେ ପ୍ରଯୁଜ୍ୟ ହେଲା। ତେଣୁ ଭୀମ କେମିତି ଗଲା ଆଣିଲା, ସେ ତ ବହୁତ ପ୍ରକାର ଗଳ୍ପ ଅଛି, କିନ୍ତୁ ସେଇଟାକୁ ହନୁମାନ ବର ଦେଇଥିଲା ଯେ ତୁମର ଯେଉଁ ଧ୍ୱନି ଆସିବ, ସେ ଧ୍ୱନିରେ ମୋ ଗର୍ଜନ ମିଶିକି ରହିବ। ତୁମ ଧ୍ୱନିଟା ଏତେ ଜୋରଦାର ହେବ ଯେ ଶତ୍ରୁର ହୃଦୟ ଥରିବ। ମୁଁ ତ ତୁମର, ସେ ଜାଣିଛ, ହନୁମାନ ଜାଣିଛି, କାହିଁକିନା ହନୁମାନ ଜାଣିଛେ ଯେ ଏଇ ଯେଉଁ ଯୁଦ୍ଧ ହେବ ସେଥିରେ କପିଧ୍ୱଜ ହେଇକି ମୁଁ ରହିବି ଧ୍ୱଜାରେ, ଆଉ ନିଶ୍ଚିତରେ ସେଇଠି ରହିକି ତ ମୁଁ ଗର୍ଜନ କରିବି ଆଉ। ତେଣୁ ଦେଖନ୍ତୁ, ହନୁମାନର ଏତେ ଶକ୍ତି ଥାଇ ସଦାବେଳେ କେବେ ସେ ନିଜର କ୍ରେଡ଼ିଟ୍ ନେଇନାହିଁ, ନିଜର କ୍ରେଡ଼ିଟ୍ ସେ ଅନ୍ୟକୁ ଦେଇଦେଇଛି। ତେଣୁ ନିଜର ଯେଉଁ ପ୍ରଶଂସା ସାଧୁ ଲୋକମାନେ ନିଅନ୍ତୁନି, ସେ ନିଜ ପ୍ରଶଂସାଟାକୁ ଅନ୍ୟକୁ ଦେଇକରି ହିଁ ସେମାନେ ଖୁସି ହୁଅନ୍ତି। ଦେଖିଲା ଲୋକ ହୁଅନ୍ତି ଯେ ଭୀମ ଗର୍ଜନରେ ଲୋକ ଥରିଲା।
ଏଠି ତ ଭୀମ ଗର୍ଜନ ତ କରିଛେ ଏକରେ ଶଙ୍ଖ ସବୁ ଫୁଙ୍କା ହେଲା ସେଭଳିଆ ବାଦ୍ୟ ବାଜିଲା ସେ ତ ସାଧାରଣ ଭାବରେ ଶତ୍ରୁମାନଙ୍କର ହୃଦୟ କମ୍ପିବ। ଆଉ ଯଦି ଭୀଷ୍ମକୁ ନିଆଯାଏ ଭୀଷ୍ମ ସିଂହ ଗର୍ଜନ ଅର୍ଥ କ'ଣ? ସିଂହ ଗର୍ଜନ କଲେ ବନ ଜୀବଜନ୍ତୁମାନେ ସବୁ ଭୟଭୀତ ହୋଇଯାଆନ୍ତି। କିନ୍ତୁ ଆଉ ଗୋଟେ କଥା ମଧ୍ୟ ଏଠି ଚିନ୍ତା କରିବା, ସିଂହ ଯଦି ଗର୍ଜନ କଲେ ଜଙ୍ଗଲର ସମସ୍ତେ ଭୟଭୀତ ହୋଇଯାଆନ୍ତି, କିନ୍ତୁ ହାତୀ ଡରିବାର ନାହିଁ। ହାତୀ ପାଖକୁ ଯଦି ସିଂହ ଯାଏ ତାହେଲେ ସିଏ କହିବ କ'ଣ ହେଲା ତୁ କାହିଁ ଗର୍ଜୁଛୁ? ନା ମୁଁ ସିଂହ ବଣ ରଜା, ତୋ ରଜା ରଖ ତୋ ରଜାକୁ କହି ଦେବ ଥୋଡ଼ ପଡ଼େ ବାନ୍ଧିକି ଫିଙ୍ଗିଦେବ ନହେଲେ ଫୁଟବଲ ମାରିଦେବ ଗୋଇଠା ଯେ ସିଏ କୁଆଡ଼େ ନା କୁଆଡ଼େ ପଡ଼ିବ, ନହେଲେ ତା ଉପରେ ପାଦ ଚାପିଦେବ। ତ ଏଠି ହାତୀ ପାଖରେ ସିଂହର ଗର୍ଜନ ବି କିଛି କାମ ଦେବନି। ଏଠି ଆମର ମୋର କହିବାର ଉଦ୍ଦେଶ୍ୟ ହେଲା ଏଇ ଯେଉଁ 19 ନମ୍ବର ଶ୍ଲୋକରେ ଆମେ ଯେଉଁ କହିଲେ ଯେ ଏଇ ଯେଉଁ ହୃଦୟାନି ବିଦାରୟେ, ଏ ହୃଦୟରେ ଶତ୍ରୁମାନଙ୍କ ହୃଦୟ ବିଦାରଣ ହୋଇଗଲା। ତା ପଛରେ ମଧ୍ୟ ସେଇ ଶବ୍ଦ ସାଙ୍ଗରେ ମଧ୍ୟ ହନୁମାନର ହୁଙ୍କାର ଶବ୍ଦ ଯୁକ୍ତ ହୋଇଥିଲା। ଆଜି ଅଛି ଅଥ ବ୍ୟବସ୍ଥିତାନ୍ ଦୃଷ୍ଟ୍ୱା ଧାତରାଷ୍ଟ୍ରାନ୍ କପିଧ୍ୱଜ ପ୍ରବୃତେ ଶସ୍ତ୍ର ସମ୍ପାଦେ ଧନୁରୁଦ୍ୟମ ପାଣ୍ଡବ। ଆଚ୍ଛା, ଅଥ ମାନେ କ'ଣ? ଅଥଟା ଆରମ୍ଭ ମାନେ ଶୁଭାରମ୍ଭ। ଆମର ଗ୍ରନ୍ଥର ଶୁଭାରମ୍ଭ ବେଳେ ଆମର ଅଥର ସଂସ୍କୃତରେ ଅଥ ଶବ୍ଦ ବ୍ୟବହାର ହୁଏ। ଅଥ ଯୋଗାନୁଶାସନମ୍ ଅର୍ଥାତ୍ ପାତଞ୍ଜଳି ଯୋଗ ଦର୍ଶନର ଅଥ ଶବ୍ଦଟା ଆରମ୍ଭ ହେଲା। ଅଥ ଶୁଭାରମ୍ଭ। ତାହେଲେ ସରିଲା କ'ଣ ଲାଗୁଛେ ଇତି ଶ୍ରୀମଦ୍ ଭଗବଦ୍ ଗୀତା ଉପନିଷଦ୍ ଆମେ ସରିଲା କ'ଣ ଲାଗୁଛେ ଇତି। ତେଣୁ ଇତି ଆମେ ଏଠି ରହୁଛି ସଂସ୍କୃତରେ। ସଂସ୍କୃତରୁ ସମସ୍ତ ଶବ୍ଦ ଆସିଛି। ଏଇନେ ମୁଁ ସେଇ ଜିନିଷ କହିବା ଆପଣଙ୍କୁ ଆହୁରି ଆଗକୁ ଯିବି କହିବି। ତେଣୁ ଏଠି ଯଦି ଆମର ଧୃତରାଷ୍ଟ୍ର ଶୁଣୁଛି ଆଉ ସଞ୍ଜୟ କହୁଛି, ଆପଣ ଫାଷ୍ଟ ମନେ ରଖନ୍ତୁ, ଏଠି ଭୁଲି ଯାଆନ୍ତୁ ଯେ ଅର୍ଜୁନ କହୁଛି। ଅର୍ଜୁନ ଜମା ମାନେ ଅର୍ଜୁନ କଥାଟାକୁ ସେ କହୁଛନ୍ତି। କାରଣ ସଞ୍ଜୟ ଯେତେବେଳେ ଗଲେ ଧୃତରାଷ୍ଟ୍ର ପାଖକୁ କହିବା ପାଇଁ, ସେତେବେଳେ ବସିକି ଭୀଷ୍ମ ତଳେ ପଡ଼ିକରି ସରସଜ୍ଜା ହେଇଗଲେଣି। ଭୀଷ୍ମ ତଳେ ପଡ଼ିଗଲା ପରେ ସଞ୍ଜୟ ଯାଇଛନ୍ତି, ଏଇଟା ଆପଣ ମନେ ରଖିଥାନ୍ତୁ। ତାପରେ ସେ ଯାଇକରି ଅତୀତରେ କହୁଛନ୍ତି। ତେଣୁ ଏଥିରେ ବ୍ୟବହାର ଥିବା ସମସ୍ତ କ୍ରିୟା ଅତୀତ କାଳର କ୍ରିୟା, ପାଷ୍ଟ ଟେନ୍ସ। ଏଇଟା ପ୍ରେଜେଣ୍ଟ ଟେନ୍ସ ନୁହଁ କି ଫ୍ୟୁଚର ଟେନ୍ସ ନୁହଁ। ଏଇଟା ନା ଭବିଷ୍ୟତ ନା ବର୍ତ୍ତମାନ, ଏସବୁ ଗୁଡ଼ାକ ଅତୀତରେ ବ୍ୟବହାର, ଅତୀତ କାଳ। ଅବ୍ରବୀତ ଏସବୁ ଗୁଡ଼ାକ ଅତୀତ କାଳରେ ବ୍ୟବହାର ହେଇଛି। ତେଣୁ ସେ ସଞ୍ଜୟ କହୁଛନ୍ତି। ଆଉ ଗୋଟେ ମଧ୍ୟ ବି ଏଠି ବାରମ୍ବାର ମନେ ରଖନ୍ତୁ ଯେ ସଞ୍ଜୟ ତାଙ୍କ ନିଜ ଭାଷା ଅନୁସାରେ ଲଗେଇକି କହୁଛନ୍ତି, ସତକଥା କହୁଛନ୍ତି, କିନ୍ତୁ ତା ଦେହରେ ନିଜର ଶବ୍ଦକୁ ଅଳଙ୍କାର କରି କହୁଛନ୍ତି। ଏମିତି ନୁହେଁ ଯେ ଅସଭ୍ୟ ଭାବରେ ଡାଇରେକ୍ଟ କହିଦେବେ ହଁ ଅର୍ଜୁନ କହିଲା ଏମିତିକା, କୃଷ୍ଣ କହିଲେ ଏମିତିକା, ନା। ତାକୁ ଗୋଟେ ସଂଯତ ଭାବରେ କହୁଛନ୍ତି, ଏଭଳିଆରେ କହୁଛନ୍ତି ଯଦି ଧୃତରାଷ୍ଟ୍ର ବୁଝିଯାଏ ହୁଏତ ଧୃତରାଷ୍ଟ୍ର ଏଇଠି ଯୁଦ୍ଧରେ ରୋକି ଦେଇକରି ଧ୍ୱଂସକୁ ରକ୍ଷା କରିଦେବ। କାରଣ ଯେତେବେଳେ ପିତାମହ ସରସ୍ୱତୀ ଯାଇଗଲେଣି, ଯଦି ଚାହିଁଥାନ୍ତେ ଧୃତରାଷ୍ଟ୍ର ରୋକିପାରିଥାନ୍ତା, କାରଣ ଧୃତରାଷ୍ଟ୍ର ରଜା। ସେ ତ ନାଇଁ ଯୁଦ୍ଧ ବନ୍ଦ କର, ତାହେଲେ ଆଉ ଏଠି ଦୁର୍ଯ୍ୟୋଧନ କିଛି କରିପାରିନଥାନ୍ତା। ଦୁର୍ଯ୍ୟୋଧନ ଯାହା କରୁଛି କରୁ, କିନ୍ତୁ ଦୋଷ ହେବ ଧୃତରାଷ୍ଟ୍ରର, କାରଣ ଧୃତରାଷ୍ଟ୍ର ରଜା। ତଥାପି ସେ କରିନି, ଛାଡ଼ନ୍ତୁ, ଯୁଦ୍ଧ ତ ଆରମ୍ଭ ହୋଇସାରିଲାଣି। କିନ୍ତୁ ସଞ୍ଜୟର ଉଦ୍ଦେଶ୍ୟ ଥିଲା ଯେ ଧୃତରାଷ୍ଟ୍ରକୁ କହି ବନ୍ଦ କରିବା ପାଇଁ। ସମସ୍ତେ ଚାହିଁଛନ୍ତି ଶାନ୍ତି, କିନ୍ତୁ ହେଲା ନାହିଁ, ହେବନି। ଗୋଟେ ସ୍ତରରେ ପହଞ୍ଚିଗଲା ପରେ ଧ୍ୱଂସ ହୋଇଯିବା ଭଲ। ଅଥ ବ୍ୟବସ୍ଥିତାନ୍ ଦୃଷ୍ଟ୍ୱା, ଏଇ ନାଦ ସରିଲା ପରେ ଦେଖିଲା ସବୁ ସମସ୍ତେ ଆସ୍ତେ ଆସ୍ତେ ଠିକ୍ ଅଛନ୍ତି। ତେବେ ଏଇଟା ସବୁ ଦେଖିସାରିଲା ପରେ ଦୃଷ୍ଟ୍ୱା ଧାତରାଷ୍ଟ୍ରାନ୍ କପିଧ୍ୱଜ, ଧାତରାଷ୍ଟ୍ରାନ୍ କାହିଁ କହିଲା? ମାନେ ଧୃତରାଷ୍ଟ୍ର ମାନେ ଯିଏ ଧୃତ ସହିତ ଯେଉଁ ରାଷ୍ଟ୍ର ପରିଚାଳନା କରିଥାଏ, ଯିଏ ଧୃଷ୍ଟ ସହିତ ମାନେ ଖରାପ ରାସ୍ତାରେ ଯେ ରାଷ୍ଟ୍ର ଚାଳନା କରେ, ଏଇଭଳି ଖରାପ ଭାବରେ ରାଷ୍ଟ୍ରକୁ ଅର୍ଜନ କରିଥିବା, ଏଇଭଳି ଖରାପ ଭାବରେ ରାଷ୍ଟ୍ରକୁ ଚାଳନ କରୁଥିବା ଯେଉଁମାନେ ସବୁ ଅଛନ୍ତି, ସେଥିପାଇଁ କହିଲା ଧାତରାଷ୍ଟ୍ରାନ୍ ମାନେ ସେଇ
ଦୁର୍ବୁଦ୍ଧି ମାନେ ପାପୀ ଲୋକମାନଙ୍କ କଥା କୁହାଯାଉଛି ଏଠି। ସେ ଧୃତରାଷ୍ଟ୍ର ସହିତ ଯେଉଁ ରାଷ୍ଟ୍ର କରିଛନ୍ତି ଅର୍ଜନ କରିଛନ୍ତି ସେଇମାନେ ନେଇକି ରହିଛନ୍ତି ଅଥ ବ୍ୟବସ୍ଥା ଦୃଷ୍ଟିଆ ଦେଖିକିରି ଧାତ ରାଷ୍ଟ୍ରାନ କପିଧ୍ୱଜ କପିଧ୍ୱଜ କାହାର ନନ୍ଦିଘୋଷ ରଥର। ଏଇ ନନ୍ଦିଘୋଷ ରଥର କପିଧ୍ୱଜ ଯେତେବେଳେ ଦେଖିଲେ ଦେଖିକିରି କିଏ କହୁଛି ନା ସଞ୍ଜୟ କହୁଛି ଯେ ବର୍ତ୍ତମାନ ଏ ଦେଖିଲା କିଏ ସେ ନା ଅର୍ଜୁନ। ଅର୍ଜୁନର ରଥ ଉପରେ କପିଧ୍ୱଜ ପ୍ରବୃତ୍ତେ ପ୍ରବୃତ୍ତେ ଶସ୍ତ୍ର ସମ୍ପାଦେ ଧନୁରୁଦ୍ୟମ ପାଣ୍ଡବ। ତାହେଲେ ଏଇଠି ବାସ୍ତବ ଆମର ଗୀତାର ପ୍ରକୃତ ଜିନିଷଟା ଏଇଠୁ ଆରମ୍ଭ ହେଲା ବୋଲି ଆମେ ବୁଝିବା। କାହିଁକିନା ଏଠି ଫାଷ୍ଟ ସେ କହିଲା ଅଥ ବ୍ୟବସ୍ଥିତା ଦୃଷ୍ଟିଆ ଧାତ ରାଷ୍ଟ୍ରାନ କପିଧ୍ୱଜ। ଅଥ ମାନେ ଆରମ୍ଭ କଲା ଇତି ଇତି ମାନେ ଅଷ୍ଟାଦଶ ଅଧ୍ୟାୟ 18 ଅଧ୍ୟାୟ ମୁଖ୍ୟ ଯୋଗ। ମୁଖ୍ୟ ଯୋଗରେ 74 ନମ୍ବର ଶ୍ଲୋକରେ ସେ ଆରମ୍ଭ କରୁଛି ଇତି। ତେଣୁ ଏଠି ଆରମ୍ଭ ହେଲା ଅଷ୍ଟାଦଶ ଅଧ୍ୟାୟର ମୁଖ୍ୟ ଯୋଗର 74 ନମ୍ବର ଶ୍ଲୋକରେ ଇତି ବୋଲି କହିଛି। ସେଥିରେ 74 ଇତି ଗଲା ଇତିରୁ ଆରମ୍ଭ କରିଛି 75 76 77 78 ଏଇ 5ଟା ଶ୍ଲୋକ ହେଉଛି ସଞ୍ଜୟର ନିଜର ବ୍ୟକ୍ତିଗତ ଶ୍ଲୋକଟା ସେଇଟା ସେଇଠି ସରିଛି। ତାମାନେ ଗୀତାର ଏଠି ଆରମ୍ଭରୁ ଆପଣ ମନରେ ସ୍ଥିର ରଖନ୍ତୁ ସଞ୍ଜୟ କହୁଛି ଧୃତରାଷ୍ଟ୍ର ଶୁଣୁଛି ଅତୀତର କଥା ଗୁଡ଼ିକ କହୁଛି। ସେତେବେଳେ ସେ ଦ୍ରୋଣ ପର୍ବ ଆରମ୍ଭ ହେବାକୁ ଯାଉଛି ସେତେବେଳେ କହୁଛି। ଆଚ୍ଛା ଅଥ ବ୍ୟବସ୍ଥା ଦୃଷ୍ଟିଆ ଧାତ ରାଷ୍ଟ୍ରାନ କପିଧ୍ୱଜ ପ୍ରବୃତ୍ତି ପ୍ରବୃତ୍ତି ମାନେ ପ୍ରସ୍ତୁତି ହେବା। ଯେତେବେଳେ ଶଙ୍ଖ ବାଜିଗଲା ତାଙ୍କ ପକ୍ଷରୁ ଆଙ୍କ ପକ୍ଷରୁ ଶଙ୍ଖ ବାଜିଗଲାଣି ସେତେବେଳେ ସମସ୍ତେ ବର୍ତ୍ତମାନ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଗଲାଣି। ଯେ ଯାହା ଅସ୍ତ୍ର ଯାହା ପାଇଁ ଯେଉଁ ଅସ୍ତ୍ର ଅଛି ଯାହା ଧନୁ ଅଛି ଗଦା ଅଛି ସବୁ ପ୍ରସ୍ତୁତ ଠିଆ ହେଲେଣି। ଖାଲି ସେନାପତି ଟିକେ ନାକୁ କହିବା ଆରମ୍ଭ କରିବେ ଆକ୍ରମଣ ଚାଲିଲା ଆକ୍ରମଣ ହେବ ଷ୍ଟାର୍ଟ। ତେଣୁ ସେନାପତି ବର୍ତ୍ତମାନ କହୁନାହାନ୍ତି ଆକ୍ରମଣ କଥା ତେଣୁ ଆରମ୍ଭ କରିପାରୁନାହାନ୍ତି। ଏଇସବୁ ଏଇ ସନ୍ଧି ସମୟରେ ଧାତରାଷ୍ଟ୍ରଙ୍କ ପ୍ରବୃତ୍ତେ ମାନେ ପ୍ରସ୍ତୁତ ହେବା ବେଳେ ଶସ୍ତ୍ର ସମ୍ପାଦେ ମାନେ ଶସ୍ତ୍ରମାନ ପରିଚାଳନା କରେ ସବୁ ଧନୁର ଉଦ୍ୟମ ପାଣ୍ଡବ। ଏଠି ଧନୁକୁ ଉଠେଇଛି ଧନୁ ଉଦ୍ୟମ ପାଣ୍ଡବ ପାଣ୍ଡବାହା କହିନି ପାଣ୍ଡବ। ପାଣ୍ଡବ ମାନେ ପଣ୍ଡୁଙ୍କର ଗୋଟିଏ ପୁଅ କଥା କହିଛି। ଏଠି କେଉଁ ପୁଅଟା ବୁଝେଇବ ନା ଯୁଧିଷ୍ଠିର ପ୍ରଥମ ପୁଅ ନା ଭୀମ ନା ନକୁଳ ନା ସହଦେବ। ଧନୁରୁଦ୍ୟମ ଧନୁଧର କିଏ ତାଙ୍କ ଭିତରେ 5 ଭାଇ ଭିତରେ ଅର୍ଜୁନ। ତେଣୁ ମୁଁ କହିନି ଭାବାର୍ଥ ବୁଝିବେ ପାଣ୍ଡବ ପାଣ୍ଡବ ତ ଯୁଧିଷ୍ଠିର ହେଇପାରିଥାନ୍ତେ ନା ଏଠି କେବଳ ଅର୍ଜୁନ ବୁଝିବେ ଆପଣ। କାହିଁକିନା ଅର୍ଜୁନ ଧନୁ ଥିଲା ଗାଣ୍ଡିବ ସେ ଗାଣ୍ଡିବ ବି ଲେଖିନି ସେ ଲେଖିଛି ଧନୁରୁଦ୍ୟମ ପାଣ୍ଡବ। ତେଣୁ ପାଣ୍ଡବ ମାନେ ଅର୍ଜୁନ ଧନୁ ଉଠେଇଛି ହୃଷିକେଶଂ ତଦା ବାକ୍ୟମିଦମାହ ମହୀପତେ। ଆଚ୍ଛା ଏଠି ବର୍ତ୍ତମାନ ଦେଖିବା ସେ ଧାସ୍ତାନ କହିଲା ତାପରେ କପିଧ୍ୱଜ କହିଲା ମାନେ ଏଠି କପିଧ୍ୱଜ କହିବାର ଅର୍ଥ ହେଲା ମୋ ଉପରେ ଚିରଞ୍ଜୀବୀ ହନୁମାନ ଅଛନ୍ତି। ତେଣୁ ସଙ୍କଟ ମୋଚନ ହନୁମାନ ଯଦି ବି କିଏ ଅସ୍ତ୍ର ପରିଚାଳନା କରନ୍ତି ତାର ଭୟ ନାହିଁ। କାହାର ଅର୍ଜୁନର କପିଧ୍ୱଜ ଏଠି ଏଇଟାକୁ ତ କହୁଛି ସଞ୍ଜୟ ନା ଜାଣିକିରି କହୁଛି ଯେ ଧୃତରାଷ୍ଟ୍ରକୁ ଯାହା ପାଖରେ କପିଧ୍ୱଜ ଯିଏ ଯେଉଁଠି ଅଛି ତାକୁ କେହି ହରାଇ ପାରିବେନି। କପିଧ୍ୱଜ ଆଚ୍ଛା ଧନୁରୁଦ୍ୟମ ପାଣ୍ଡବ ଧନୁ ଧରି ବର୍ତ୍ତମାନ ଅର୍ଜୁନ ବର୍ତ୍ତମାନ ଉଠିଛି। ତାପରେ କହିଛି ଯେ ହୃଷିକେଶ ତଦା ବାକ୍ୟମିଦ ମାହ ମହୀପତେ। ହୃଷିକେଶ ମୁଁ ଆଗରୁ ବି କହିଛି ହୃଷକ ମାନେ ହେଲା ଇନ୍ଦ୍ରିୟ କେଶ ମାନେ ଈଶ ମାନେ ହେଲା ଈଶ୍ୱର ବା ପ୍ରଭୁ ବା ସ୍ୱାମୀ। ଏଇ ଜାଗାରେ ତାର ଏଇ ଯେଉଁ ଆମର ପ୍ରଥମ ଅଧ୍ୟାୟରେ ଦେଖନ୍ତୁ 3ଟା ଯାକ ହୃଷିକେଶ କହିଲେଣି। ମୁଁ ଆହୁରି ମଧ୍ୟ ହୃଷିକେଶ ଅଛି। ମାଧବ ଗୋଟେ ଶବ୍ଦ ଉଚ୍ଚାରଣ ହେଇଛି ଆଉ ମାଧବ ଗୋଟିଏ ଥର ହେଇଗଲା ପରେ ହୃଷିକେଶ ବାରମ୍ବାର ରିପିଟେସନ୍ ଆସୁଛି। ଆ ଦେହରେ ତା ଭାବାର୍ଥ ଅଲଗା ଆସିବ। ଭାବାର୍ଥ ଅଲଗା କ'ଣ ଆସିବ ଏଠି ହୃଷିକ ମାନେ ଯେ ଇନ୍ଦ୍ରିୟମାନଙ୍କୁ ଜୟ କରିଦିଏ ସେ ଆଗତ ବର୍ତ୍ତମାନ କାହା ମନରେ କ'ଣ ଚାଲୁଥିବ ସେ ଜିନିଷ ଜାଣିପାରେ ଜିତେନ୍ଦ୍ରିୟ ହୋଇଯାଏ ମାନେ ଅନ୍ତର୍ଯାମୀ। ଆଚ୍ଛା ଏଠି ହେଲା ଈଶ। ଆଚ୍ଛା ଏଇ ଈଶ ଶବ୍ଦଟାକୁ ଆମର ଏଇ ସଂସ୍କୃତରୁ ସମସ୍ତ ଶବ୍ଦ ବାହାରିଛି ଏଥିରେ ଦୁଇ ମତ ନାହିଁ। ଆମେ କହିବା ଲାଟିନ୍ରୁ ଆସିଛି ଇଂଲିଶ ନେଭର
ମାଟ୍ରିକୁଲେସନ୍ ମାତୃକୁଳେଷୁ ନ ଇତି ମାଟ୍ରିକୁଲେସନ୍। ସ୍ୱତନ୍ତ୍ର ବିଚାର ଆସିଲା ମାଠୁ ମତ ନ ଲଗାଇକରି ନିଜ ଗୋଡ଼ରେ ଠିଆକୁ ଯାଉଛ, ସେଥିପାଇଁ ମାଟ୍ରିକୁଲେସନ୍ ଯେଉଁଟା ଆମେ କହୁଛେ ଇଂଲିଶରେ ମାତୃକୁଳେଷୁ ନ। ଏସବୁ ଗୁଡ଼ାକ ଏଠି ଯେମିତି ଆସିଲା ଈଶ ଉପନିଷଦ ଈଶା ଉପନିଷଦ। ଆଚ୍ଛା, ଈଶାରୁ ଜିସସ୍ ଆସିକରି ମଧ୍ୟ ଭାରତବର୍ଷ ରହିବାର ପ୍ରମାଣ ତାଙ୍କରି ବାଇବେଲରେ 17 ବର୍ଷ ଲେଖା ହେଇଛି, କିନ୍ତୁ ଭାରତବର୍ଷରେ ସେ 20 ବର୍ଷ ରହିବାର ପ୍ରମାଣ ଆମ ପାଖରେ ଅଛି। ଛାଡ଼ନ୍ତୁ, ସେ 20 ବର୍ଷ ରହନ୍ତୁ କି 17 ବର୍ଷ ରହନ୍ତୁ କି ଆହୁରି କମ୍ ରହନ୍ତୁ, ଯାଏସ ନାହିଁ। ଏଠି ଈଶ୍ୱର ଶବ୍ଦର ଏବଂ ଈଶା ଶବ୍ଦର ବ୍ୟବହାର ଯୀଶୁଙ୍କୁ ଜଣାଥିଲା। ଈଶା ମସିହ ତାକୁ କୁହାଯାଏ, ଯୀଶୁଙ୍କୁ। ଈଶା ମସିହ ମାନେ ଏଇ ଭାରତୀୟ ଭାଷା ସେଇଟା। ଈଶା ମସିହ ହେଲା ଯେ ସଂସାରରୁ ସମସ୍ତ ପାପରୁ ଯେ ଲୋକଙ୍କୁ ମୁକ୍ତି ଦିଏ, ଯେ ସଂସାର ସାଗରରୁ ବାହାର କରିକିରି ଜନ୍ମମୃତ୍ୟୁ ଚକ୍ରରୁ ମୁକ୍ତି ଦେଇଦିଏ, ତା ପୁନର୍ଜନ୍ମ ହୁଏ ନାହିଁ, ସେ ହେଲା ଈଶା। ତେଣୁ ଏଇଠି ପ୍ରଭୁ ହୃଷିକେଶ ହେଉଛନ୍ତି ସେ ଗୋଟିଏ ଲୋକ ଯିଏକି ଜିତେନ୍ଦ୍ର ହୋଇ ସମସ୍ତ ପାପରୁ କାଢ଼ିକିରି ମୁକ୍ତି ଦେଇପାରିବେ। ଆଚ୍ଛା, ଏଠି ସେଇ ହୃଷିକେଶ କ'ଣ କହୁଛନ୍ତି? ତଦା, ତାମାନେ ସେତେବେଳେ କାଳବାଚକ ତଦା କଦା କହୁଥିଲେ ବାକ୍ୟମ୍ ଇଦମ୍ ଆହ ମହୀପତେ ରଜା। ରଜା ମାନେ କାହାକୁ କ'ଣ ବୁଝୁଛନ୍ତି? ଏଠି ସଞ୍ଜୟ କହୁଛି ଧୃତରାଷ୍ଟ୍ରକୁ, ଆପଣ ବୁଝନ୍ତୁନି ଯେ ଏଇ ମହୀପତ ମାନେ ଅନ୍ୟ ରଜା। ବର୍ତ୍ତମାନ ଅର୍ଜୁନ ଆସିନି, ସେ ରଜାଙ୍କୁ କହୁଛି ରଜା ଧୃତରାଷ୍ଟ୍ର, ହେ ମହାରାଜ ହୃଷିକେଶ ବର୍ତ୍ତମାନ ତାପରେ କ'ଣ କହୁଛନ୍ତି? ହୃଷିକେଶ ତଦା ବାକ୍ୟ ଇଦମ୍, ଏହି ଆହ ମାନେ କହିଲେ, ବାକ୍ୟମ୍ ଇଦମ୍ ଆହ, ବାକ୍ୟମ୍ ଇଦମ୍ ଆହ ମାନେ ବାକ୍ୟ, ଏହି ବାକ୍ୟ କହିଲେ। ଆମେ କହୁନେ ସଂସ୍କୃତ ଆମେ କହୁନେ ଓହୋ ବନ୍ଧୁ, ଆହୋ ବନ୍ଧୁ, ଆଉ ମାନେ ସେ ହେ ବନ୍ଧୁ, ଶୁଣ ବନ୍ଧୁ, ଏଇ ଅର୍ଥ ବ୍ୟବହାର ହୁଏ। ଆଉ ଅର୍ଥ ହେଲା କହିବା। ତେଣୁ ହୃଷିକେଶ ସେତେବେଳେ ବାକ୍ୟ କହିଲେ, ତାପରେ କହିଲା ପରେ ସେ କହୁଛନ୍ତି ସେନୋର ଭୟରେ ମଧ୍ୟ ରଥଂ ସ୍ଥାପୟ ମେ ଉଚ୍ୟୁତ। ଏଠି ଅର୍ଜୁନ କହୁଛି, ସଞ୍ଜୟ ବର୍ତ୍ତମାନ ଧୃତରାଷ୍ଟ୍ରକୁ କହୁଛି ଯେ ହେ ରାଜନ, ଏସବୁ ଜିନିଷ ଗୁଡ଼ିକ ଏଇ କପିଧ୍ୱଜ ରଥ ଆଉ ଶସ୍ତ୍ର ଉଠିବା ସମୟରେ ସବୁ ଏସବୁ ଦେଖିକିରି ଅର୍ଜୁନ ନିଜ ଗାଣ୍ଡିବ ଉଠେଇ ଧନୁ ଧରିକିରି ବର୍ତ୍ତମାନ ବାହାରିଲାଣି। ହୃଷିକେଶକୁ ସେ କହୁଛି କି ଅର୍ଜୁନ କହିବାକୁ ଯାଉଛି, ସେ ରଜାଙ୍କୁ କହୁଛି ଯେ ବର୍ତ୍ତମାନ ଅର୍ଜୁନ କହିବାକୁ ଯାଉଛି ହୃଷିକେଶକୁ, ସେନୟୋର ଭୟର ମଧ୍ୟେ ସେନୟୋ ଉଭୟ ମଧ୍ୟେ, ଉଭୟ ସେନାଙ୍କ ମଝିରେ, ଉଭୟ ମଧ୍ୟେ ରଥଂ ସ୍ଥାପୟ ମେଚ୍ୟୁତ, ରଥକୁ ସ୍ଥାପୟ ମାନେ ଠିଆ କରାନ୍ତୁ, ସ୍ଥାପନ କରନ୍ତୁ ମାନେ ରଖନ୍ତୁ। ମେ ଅଚ୍ୟୁତ, ମେ ଅଚ୍ୟୁତ, ମେ ଅଚ୍ୟୁତ, ମେ ମାନେ ଏଠି ମୋର, ଅଚ୍ୟୁତ ହେ ଅଚ୍ୟୁତ ମୋର ରଥକୁ ନେଇ ସ୍ଥାପନ କରନ୍ତୁ। ଏଠି ଆପଣ ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ, ଯଦି ଅର୍ଜୁନ କହୁଛି ଅଚ୍ୟୁତ ବୋଲିକା, ତାହେଲେ ଅର୍ଜୁନ ଜାଣିଛି ଯେ କୃଷ୍ଣ ଅଚ୍ୟୁତ ମରିବେନି। କିନ୍ତୁ ମୁଁ ଏଠି ସ୍ପଷ୍ଟ ଭାବରେ କହିବି ଯେ ଅର୍ଜୁନ କେବଳ ଅଚ୍ୟୁତ ଶବ୍ଦ ବ୍ୟବହାର କରିନାହିଁ। କାରଣ କ'ଣ? ଯଦି ଆପଣମାନେ ଭାବୁଥିବେ ଯେ କାହିଁକି ଅଚ୍ୟୁତ, ଅର୍ଜୁନ କହୁଛି, ଅର୍ଜୁନ ବାସ ଲେଖା ହେଇଛି, ଅର୍ଜୁନ କହୁଛି ହେ ଅଚ୍ୟୁତ ନେଇକରି ଅଚ୍ୟୁତ ତମେ ଚ୍ୟୁତ ହେବନି, ତମେ ମରିବନି, ତମେ ନେଇ ମୋ ରଥ କପିଧ୍ୱଜ ରଥକୁ, ଆଉ କୋଉ ରଥ ନୁହଁ, କପିଧ୍ୱଜ ମାନେ ନନ୍ଦିଘୋଷ ଉଚ୍ଚାରଣ କରୁନି, କପିଧ୍ୱଜ ରଥକୁ ନେଇକରି ମୋର ସେଠି ଦି ସେନା ମଝିରେ ଠିଆ କରାଅ, ରଖ, ମୁଁ ଦି ସେନା ଦେଖିବି। କିନ୍ତୁ ଏଠି ସେଇଟା ନୁହେଁ। ଅଚ୍ୟୁତ କହୁଛି ଏଠି ସଞ୍ଜୟ କହୁଛି ଧୃତରାଷ୍ଟ୍ରକୁ, ସେଥିପାଇଁ ସେ ଅଚ୍ୟୁତ ଶବ୍ଦ ବ୍ୟବହାର କରୁଛି। ଯଦି ଅର୍ଜୁନ ଜାଣିଥାନ୍ତା ଏଇ ଅଚ୍ୟୁତ ବୋଲିକା, ତାହେଲେ ଚତୁର୍ଥ ଅଧ୍ୟାୟର ପ୍ରଥମ ଆରମ୍ଭ ଯେତେବେଳେ କୃଷ୍ଣ କହିଲେ ଏଇ ଯେଉଁ ବିବସ୍ୱତ ଯୋଗ, ଅବିନାଶୀ ଯୋଗ, ମୁଁ ପ୍ରଥମେ ସୂର୍ଯ୍ୟଙ୍କୁ ଦେଇଥିଲି, ସୂର୍ଯ୍ୟ ମନୁ ଇଷ୍କାକୁ ଏମିତି କ୍ରମ ଅନୁସାରେ ଆସିଛି। ତେଣୁ ଏଇ ଯେଉଁ ଯୋଗର ଶିକ୍ଷା ମୁଁ ପ୍ରଥମେ ସୂର୍ଯ୍ୟଙ୍କୁ ଦେଇଥିଲି। ସେଇ ଚତୁର୍ଥ ଅଧ୍ୟାୟର ଚତୁର୍ଥ ଶ୍ଲୋକରେ ଅର୍ଜୁନ କହୁଛି, ଅର୍ଜୁନ ହସୁଛି, ଅର୍ଜୁନ କହିଲା କୃଷ୍ଣ
तुम बयस जहाँ मो बयस है तुम तो एवं जन्म हो सूर्य तो कौ कल्प कल्प कौ जुगांतर अच्छा आ तुम्हें केत जा सूर्य को शिक्षा देल ये एक आई बुढ़ी माँ मिछ गप हो गला पक्षीराज घोड़ा भाया गोटे गप हो जाऊँगी तुम्हें जहाँ कौच मान ठीक ठीक कह आ मत बस गप शुणुच ना कौन ना मुझे सूर्य दीक्षा देखी दीक्षा देती सूर्य शिक्षा देती सूर्य यही अविनाश जोग शिखी ना तेणु अर्जुन तमें अर्जुन जानी से पर्यटन जापारूनी जे जो कृष्ण जो अच्छा तार माने सखा जे बस रथ चलना करुच्ची से स्वयं भगवान से भगवान श्रीकृष्ण को भगवान विषय जापारूनी जानी सद्या श्रवण बंद जानी था से कही न था जे हे केशव तुम्हें तो सूर्य तो कौ जुगे तुम केमी जाइए शिक्षा देल चतुर्थ अध्याय 4 नंबर श्लोक कही आम से पचर आलोचना करवा ज्ञान जोग से जो सूर्य को जो शिक्षा देते भगवान श्रीकृष्ण बोली कहते गीतार तमें कु जुगरू से जो शिक्षा बा सृष्टि रहस्य ये सबू शिक्षा गुड़ा को जगन्नाथ क्रिया कहुए जगन्नाथ माने जगतर नाथ माने जगत एंटायर जगतर सृष्टि प्रक्रिया जो सृष्टि क्रमटा को कहुए जगन्नाथ क्रिया जोग ये जगन्नाथ क्रियाटा हूँ से जोटा कि मुझे दौची तेणु जोटा कि भगवान सूर्य को प्रदान प्रथम करते कर्मयोगर द्वितीय से जोग तापर ज्ञान जोगर चतुर्थ अध्याय प्रथम से कहते भगवान कृष्ण कहते से भगवान बात ना से कृष्ण कहना से भगवान अवतार रही बहुत अवस्था अच्छा तेणु अर्जुन ये कहूनी अच्युत ये संजय कहूँ धृतराष्ट्र को से अच्युत को कहला जे नहीं जावदेता निरीक्षे हं जोधु कामा अनवस्थितान अच्छा जावत एतान निरीक्षे अहम जेतल पर्यंत मु समस्त निरीक्षण कर न करछि माने मुझे अहम जोधु कामान अवस्थितान जोधु कामान अवस्थितान जो युद्ध करा जो माने उत्साही आसती जो युद्ध करा कामना रखी जो आसती से जो आसिक ठिया जो पर्यंत मुझे ठीक से न देखी से कौर्मया सह योध्यमस्मिन् योध्यव्यमस्मिन् जा अच्छा कौ माने कही युक्त मया कौर्मया सह माने सहित माने ये कौर्मया माने क्यों माने क्यों माने स योद्धव्यमस्मिन् जो मान सहित मुझे युद्ध करी रण समुद्यमे अच्छा रण समुद्यमे अच्छा ये रण सम उद्यमे रण माने युद्ध करा रण करने जो मैंने उद्देश्य नहीं आसती कौन युद्ध करी से मुझे भल देखला पूरा भल न देखला पर्यंत मो रथटा से स्थिर कर रख मुझे संपूर्ण भाव भल देख सारी कारण एक तो पितामह आक्रमण बोली कही ना युद्ध आरंभ होनी एम सी कहला माने वयस्क लोक सी ज्येष्ठ सबुठ सी कहला एमाने आक्रमण आरंभ करेंगे आक्रमण होनी बर्तमान जाकि रथ नहीं रखापी अर्जुन कहूँ क्या ना कृष्ण को प्रथम तो कृष्ण जो स्वयं भगवान गोटे अर्जुन ताको सारथी के रखी चलो से कृष्ण पाखे चलो माने ये जो कृष्ण से कला आम जगन्नाथ कह सी सब गुड़ाक गोटे विचित्र ठाकुर मान सब से सब गुड़ाक भक्तर सब कम करदे माने अशुच कम भी से कर दिखती तुम तो बिल्यमलता शुणी बिल्यमलता जमी गला आखि अंध करी पुणी कृष्ण जाऊँगी कहले तोते मुझे द्वारिकाधिपति देखईदेवी तो गोटे घर नहीं से जहाँ तो खाल पड़ा उठला जहाँ गला ताकू नहीं रखिले द्वारिकार जड़े बसा मु कथा कर जो दिन कहे मुझे नहीं जी एमती कर 4 दिन 5 दिन 7 दिन गला खाया पाई दौथा से अंध होती अशुच शौच करूँ गाधु था सी शेष से विरक्त होगा कहले तू क्या मत मत तो बहुत सेवा खाली कर खाया पाई दौचु कितु मोर तो उद्देश्य है द्वारिकाधिपति देखी तू मत देखुन कहीं तो जो विरक्त होकर ना तत्व पचार दरकार नहीं मुझे फोन थे जी
ସେ ନା ହଁ ଦେଖୁନୁ ଦେଖ ଦ୍ୱାରିକାଧିପତି କି ନା କେମିତି ଦେଖିବି ମୋ ଆଖି ତ ଦେଖାଉନି ମୋତେ କେଉଁଠି ସେ ଅଛନ୍ତି ଦ୍ୱାରିକାଧିପତି ହାତ ବଢ଼ିଲା କେଉଁଠି ଅଛନ୍ତି ଦେଖିବି ଏଇ ଦେଖ 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 ଛୁଁ ଏଇଠି ଠିଆ ହେଇଛନ୍ତି ଦେଖିଲା ବେଳକୁ ଦ୍ୱାରିକାଧିପତି ଦେଖୁଛି ତା ସ୍ପର୍ଶ କରୁଛି ଦ୍ୱାରିକାଧିପତି ସ୍ପର୍ଶ କଲା ସେ ଦେଖୁଛି ଦ୍ୱାରିକାଧିପତି ଠିଆ ହେଇଛନ୍ତି ଆଖି ତା ଦେଖାଉଛି ଦ୍ୱାରିକାଧିପତି ଭଗବାନ ଶ୍ରୀକୃଷ୍ଣ ଠିଆ ହେଇଛନ୍ତି ଆଉ ହସୁଛନ୍ତି ମୁଡ଼ିକି ମୁଡ଼ିକିରି କହିଲା ପ୍ରଭୁ ଆପଣ ପରା ଆପଣ ସେଠି ଥିଲେ ମୋ ପାଖକୁ ପଳେଇ ଆସିଛନ୍ତି ନା ହଁ ମୁଁ ତ ଭକ୍ତ ପାଖକୁ ପଳେଇ ନା ସେ ପିଲାଟି ବିଚାରା ଆପଣଙ୍କୁ ଦେଖିକି ଆଉ ସାହାଯ୍ୟ କଲା ପ୍ରଭୁ ହସୁଛନ୍ତି ନା କେଉଁ ପିଲା ନା ଏଇ ପିଲାଟି ଏଇ ହଣିଲା ବେଳକୁ ପିଲାଟି ନାହିଁ ପିଲା କାହିଁ ସେ ପିଲା ତ ନିଜେ କୃଷ୍ଣ ତେଣୁ ଇଏ କୃଷ୍ଣକୁ ଗଲେ ନୀଳାମୟ ପୁରୁଷ ଆମ ଜଗନ୍ନାଥ ହେଉଛନ୍ତି ନୀଳାମୟ ପୁରୁଷ ଇଏ ଆଙ୍କ ନୀଳା ଗୁଡ଼ାକ ଶୁଣିଲେ ତମ ମୁଣ୍ଡ ବି ଘାବଡ଼ି ଯିବ ଇଏ ପୁଣି ହେଇଛନ୍ତି ସାରଥି ତାକୁ ପୁଣି ଦଉଛି ଅର୍ଜୁନ କହୁଛି ଏଇ ନେଇକି ଚାଲ ମୋ ରଥକୁ ମୋ 2 ଜଣ ସେନା ଭିତରେ ରଖ ମାନେ ଇଏ କି ଭଳିଆ ଅର୍ଜୁନ ଦେଖନ୍ତୁ ସେଇ ସାରଥିକି ଗୁରୁ କରିଛି ପଛରେ 2ୟ ଅଧ୍ୟାୟ 7ମ ଶ୍ଲୋକରେ ହାତ ଯୋଡ଼ିକି ଉଠେଇ ବସି ପଡ଼ିଲା କିନ୍ତୁ ବର୍ତ୍ତମାନ ସେ ରଥି ହେଲେ ବି ସେ ସମ୍ମାନ ଦେଉଛି ତା ମାନେ ସମ୍ମାନ ଦେଇନି କିନ୍ତୁ ତାଙ୍କୁ ସେ ଆଦେଶ ଦେଉଛି ରଥି ହିସାବରେ ମାନେ ରଜା ହିସାବରେ ରଥି ହିସାବରେ ସାରଥି କହୁଛି ନେଇକରି 2 ସେନା ଭିତରେ ରଖ ଯେତେବେଳେ ପର୍ଯ୍ୟନ୍ତ ମୁଁ 2 ସେନାଙ୍କ ଭିତରେ ନ ଦେଖିଛି ଏ ଯୁଦ୍ଧ କରି ଆସିଛନ୍ତି ସବୁ ଆମ ସାଙ୍ଗରେ ଏ ଯେଉଁ ଦୁଷ୍ଟ ଗୁଡ଼ାକ ସେତେବେଳେ ପର୍ଯ୍ୟନ୍ତ ମୋ ରଥକୁ ସେଇଠି ସ୍ଥିର କରି ରଖ ମାନେ ଆଦେଶ ଚଳିବ ଚଳିବ ଆପଣମାନେ ଯେଉଁମାନେ କହୁଛନ୍ତି ଯେ ଆମେ ଭଗବାନ ଦେଖିଦେଲେ ନବଧା ଭକ୍ତି ବିଷୟରେ ଛାଡ଼ ସେ ବିଷୟରେ ଆମେ ପଛରେ ଆଲୋଚନା କରିବା 12ଶ ଅଧ୍ୟାୟ ବେଳକୁ ଏଇଟା ନିରାଟ ସତ କଥା ଯେ ଯେତେବେଳେ ଆପଣ ଆଉ ଭଗବାନ ମୁହାଁମୁହିଁ ହେଇଯିବେନି କି ସେତେବେଳେ ଆପଣ ଦେଖିବେ ଯେ ଆପଣଙ୍କ ଭିତରେ କେଉଁ ଭାବ ଅଛି ଆପଣ ମୁହାଁମୁହିଁ ନହେଲା ପର୍ଯ୍ୟନ୍ତ ଜାଣିପାରିବେ ନାହିଁ ଯେ ଆପଣଙ୍କ ଭିତରେ କେଉଁ ଭାବଟା ଅଛି ତେଣୁ ମୁହାଁମୁହିଁ ହେଲା ପରେ ଦେଖିବେ ଯଦି ଆପଣଙ୍କ ଭିତରେ ଦାସ ଭାବ ଥିବ ତାହେଲେ ଆପଣ ତ ନଇଁ ପଡ଼ିବେ ମୁଣ୍ଡିଆ ମାରିକିରି ସେବା ପାଦରେ ପଡ଼ିଯିବେ ନାଇଁ ଦାସ ଭାବ ନଥିବ ତାହେଲେ ଆପଣଙ୍କର ସେଇ ଭାବ ଅନୁସାରେ ମହାପ୍ରଭୁ ଦେଖାଦେବେ ସେ ଆପଣ ଯଦି ପୁଅ ହିସାବରେ ଦେଖିବେ ସେ ଛୋଟ ପିଲାଟିଏ ହେଇଯିବେ ବାପ ହିସାବରେ ଦେଖିଲେ ସେ ଆଉ ଟିକେ ବଡ଼ ହେଇଯିବେ ଇଏ ମହାପ୍ରଭୁ ଲୀଳାକୁ କୋଟି କୋଟି ପ୍ରଣାମ ତେଣୁ ଏଠି ସିଏ ସ୍ୱୟଂ ବ୍ରହ୍ମାଣ୍ଡପତି ଆଦେଶ ପାଳନ କରୁଛି ପୁରା ଅର୍ଜୁନର ଆଚ୍ଛା ହଉ କରନ୍ତୁ ତାଙ୍କର ତ ନୀଳା ସାଗର ସେ କରୁଛନ୍ତି ଆମେ ସ୍ଥିର କାହିଁ ବସିବା ଯାବତ କୌମାର୍ଯ୍ୟ ରଣ ସମୁଦ୍ରତେ ରଣ କରିବା ଯେଉଁମାନେ ଉଦ୍ଦେଶ୍ୟରେ ଆସୁଛନ୍ତି ସେମାନେ ଦେଖିବା ତାପରେ କ'ଣ କହିଲା ତମେ ଅଚ୍ୟୁତ ଶବ୍ଦଟା ଅର୍ଜୁନର ନୁହେଁ ଅଚ୍ୟୁତ ଶବ୍ଦ ଏଠି ଶବ୍ଦଟା ହେଉଛି ସଞ୍ଜୟ କହୁଛି କାହାକୁ ଧୃତରାଷ୍ଟ୍ରକୁ ଅର୍ଥାତ୍ କହିବାର ଉଦ୍ଦେଶ୍ୟ ହେଉଛି ତାର ସିଏ ହେଲେ ଅଚ୍ୟୁତ ସିଏ ମରିବେନି କୃଷ୍ଣ ମରିବେନି କପିଧ୍ୱଜ ଅର୍ଜୁନ ଗାଣ୍ଡିବ ଧରିକି ଉଠିଛି ସେ ମଧ୍ୟ ପରାଜୟ ହେବନି ତ ତୋ ପିଲାମାନେ ପରାଜୟ ହେଇଯିବେ ମରିଯିବେ ସେତେବେଳେ ପର୍ଯ୍ୟନ୍ତ ଗୋଟେ କୌରବ ମରି ନାହାନ୍ତି ସେଇଥିପାଇଁ ସଞ୍ଜୟ କହୁଛି କେତେ ସୁନ୍ଦର ଅଳଙ୍କାର ଭାଷା ରାଜନ ବି କହୁଛି ତା ଦେହରେ ମୁଁ କହିଛି ନା ସଂସ୍କୃତ ଶବ୍ଦର ପ୍ରତି ଶବ୍ଦ ଏଇ ଗୀତାର ପ୍ରତି ଶବ୍ଦ ବହୁତ ଅର୍ଥ ରଖିଥାଏ ବହୁତ ଅର୍ଥ ଆଚ୍ଛା ସଞ୍ଜୟ ଆଚ୍ଛା ବର୍ତ୍ତମାନ ଏଠି ହେଲା 23 ନମ୍ବର ଶ୍ଲୋକ ଆସିବା 22 ହେଲାଟି ହଁ ଯୋଚ୍ଛମାନାନବେକ୍ଷହଂ ଜ ଏତେତ୍ର ସମାଗତାଃ ଆଚ୍ଛା ଏଇଟା ଯୋଚ୍ଛମାନ କ'ଣ ହେଲା ଯୋଚ୍ଛମାନାନ ଯୁକ୍ତ ଅବେକ୍ଷ ଅହମ୍ ଅର୍ଥାତ୍ ଯୁଦ୍ଧ ପ୍ରତି ଅଧିକ ସ୍ପୃହା ରଖିଥିବା ଆଗ୍ରହ ରଖିଥିବା ମୁଁ ଅବେକ୍ଷଣ ଦେଖିବାକୁ ମୁଁ ଏମାନଙ୍କୁ ଦେଖେ ଦୁର୍ବୁଦ୍ଧ ସେ ରହିଲା ଅହମ୍ ଯେ ଏତେତ୍ର ଯେଉଁମାନେ ଏଇଠାରେ ଅତ୍ର ଏକତ୍ରିତ ହୋଇଛନ୍ତି ସମାଗମ ହୋଇଛନ୍ତି ମାନେ ଏକାଠି ହେଇଛନ୍ତି ସମାଗମ ହୋଇଛନ୍ତି ଏକାଠି ଯୋଡ଼ିକି ଅଛନ୍ତି ଯେଉଁ ଦୁଷ୍ଟ ଗୁଡ଼ାକ ଦେଖେ ଧାତରାଷ୍ଟ୍ରସ୍ୟ ଦୁର୍ବୁଦ୍ଧେ ଧାତରାଷ୍ଟ୍ରସ୍ୟ ମାନେ ଧୃତରାଷ୍ଟ୍ରର ମାନେ ଯେଉଁମାନେ ସବୁ ଏଠି ହେଲେ କୌରବ ବଂଶ ଦୁର୍ବୁଦ୍ଧେ ତ କୌରବ କୁହାଯାବନି ଧାତରାଷ୍ଟ୍ର କୁହାଯାଉଛି ମୋର କହିବାର ଉଦ୍ଦେଶ୍ୟ ଆପଣ ବୁଝନ୍ତୁ ଧାତରାଷ୍ଟ୍ର କହିଲା ମାନେ ଦୁର୍ବୁଦ୍ଧି ଆସିବ କୌରବ ଆସିଗଲେ ଅସୁବିଧା ହେଇଯିବ କାରଣ କୌରବ କହିଲେ ଏମାନେ ବି କୌରବରେ ଯିବେ ପାଣ୍ଡବମାନେ କୁରୁ ବଂଶଜ ମାନେ ତେଣୁ ପାଣ୍ଡବମାନେ ବି କୌରବ ପଳେଇବେ
ପଛରେ ସେ ଜିନିଷ ମୁଁ କହିବି କରକୁ କୁହାହେଇଛି ଓଡ଼ିଆରେ ଅର୍ଜୁନକୁ। ଧାତ ରାଷ୍ଟ୍ରସ୍ୟ ଦୁର୍ବୁଦ୍ଧି ଦୁର୍ବୁଦ୍ଧି ଯୁଦ୍ଧେ ପ୍ରିୟ ଚିକିତ୍ସବ ଚିକିତ୍ସକ ମାନେ ପ୍ରିୟ ଚିକିତ୍ସକ ମାନେ ଯୁଦ୍ଧ ମାନେ ଏଇ ଯୁଦ୍ଧ ଧାତରାଷ୍ଟ୍ର କୌରବ ଦୁଷ୍ଟ କୌରବମାନଙ୍କୁ ମାନେ ଦୁର୍ଜନ ଗୋଟେ ପର୍ଟିକୁଲାର ଦୁର୍ଜନକୁ କୁହାଯାଇଛି ରାଷ୍ଟ୍ରସ୍ୟ ସେମାନେ ଗୋଟେ ଏକବଚନ ଷଷ୍ଠୀ ବିଭକ୍ତି ଏକବଚନ ମାନେ ଏଠି ଆସିଲା ଗୋଟେ ଇଏ କି କାହାକୁ ହେଲା ଏଠି ଧାତରାଷ୍ଟ୍ର କାହାକୁ କୁହାଗଲା ନା ଦୁର୍ଯ୍ୟୋଧନ। ଆଚ୍ଛା ଧାତରାଷ୍ଟ୍ର ଦୁର୍ବୁଦ୍ଧେ ଏ ଯୋଉଟା ଦୁର୍ବୁଦ୍ଧି ଏ ଦୁର୍ବୁଦ୍ଧି ସାଙ୍ଗରେ ଯେଉଁମାନେ କେଉଁମାନେ ଆସିକି ତାକୁ ଖୁସି କରିବା ପାଇଁ ମାନେ ତାକୁ କହୁଛନ୍ତି ସାବାସ୍ ସାବାସ୍ କର କର ଆହୁରି କର ଆମେ ତୋ ସାଙ୍ଗରେ ଅଛୁ ଏଇ ଯେଉଁ ତାକୁ ଉତ୍ସାହିତ କରିକିରି ଯେଉଁ ତା ସାଙ୍ଗରେ ଯୋଗ ଦେଉଛନ୍ତି କେଉଁମାନେ ସବୁ ଯଦି ଦେଖେଟି ନେବୁ ସେ କ'ଣ କେଉଁ ଭଳିଆ ସବୁ ଆସନ୍ତି ଯୁଦ୍ଧ କରି ଆସନ୍ତି। ସତ କହିବାକୁ ଗଲେ ଅର୍ଜୁନର ଉଦ୍ଦେଶ୍ୟ ତ ମନ୍ଦ ନୁହେଁ। ଅର୍ଜୁନର ଆତ୍ମବିଶ୍ୱାସୀ ତାର ନିଜ ଉପରେ ବହୁତ କନଫିଡେନ୍ସ ବିଶ୍ୱାସ ବହୁତ। ଆଉ ସେ ମଧ୍ୟ ବି ଗୋଦରଣ ବେଳେ ଏକା ଅର୍ଜୁନ ଆପଣ ଦେଖିଥିବେ ସମସ୍ତଙ୍କୁ ବେହୋସ କରି ଫିଙ୍ଗି ପଡ଼ିଥିଲା। ଆଚ୍ଛା ଧାତରାଷ୍ଟ୍ର ତେଣୁ ଧାତରାଷ୍ଟ୍ର କହିଲା ଆଉ ଏଠି ଆଉ କୌରବ କହିଲାନି ଧାତରାଷ୍ଟ୍ରସ୍ୟ ମାନେ ଦୁର୍ଯ୍ୟୋଧନ କହିଲା ଡାଇରେକ୍ଟ ଦୁର୍ଯ୍ୟୋଧନକୁ ନ କହିକି ଧାତରାଷ୍ଟ୍ର ମାନେ ଖରାପ ଶବ୍ଦରେ ଦୁର୍ବୁଦ୍ଧେ ଯୁଦ୍ଧେ ପ୍ରିୟ ମାନେ ଏଇ ଦୁର୍ଯ୍ୟୋଧନକୁ ଖୁସି କରିବା ପାଇଁ ଯେଉଁ ପ୍ରିୟ କେଉଁମାନେ ହିତାକାଂକ୍ଷୀ ଅଛନ୍ତି ଦୁର୍ଯ୍ୟୋଧନର ଡାଇରେକ୍ଟ ଦେଖେ। ତାପରେ ସଞ୍ଜୟ ବାଚ ମାନେ ସଞ୍ଜୟ ମାନେ କହୁଛି ତାମାନେ ଏଇଟା ବି ସଞ୍ଜୟ କହୁଛି ଏବଂ ମୁକ୍ତା ହୃଷିକେଶ ଗୁଡ଼ା କେଶେନ ଭାରତ। ଆଚ୍ଛା ଏଇଠି କରିଦେଲେ ଆଉ ଥରେ ହୃଷିକେଶ ଆସିଲାଣି ଏବଂ ମୁକ୍ତା ଏବଂ ଉକ୍ତ ଏଇଭଳି ଏବଂ ମୁକ୍ତା ହୃଷିକେଶ ପୁଣି ହୃଷିକେଶ ଆସିଲା ହୃଷିକେଶ ଗୁଡ଼ା କେଶନ ଭାରତ ଗୁଡ଼ା ଗୁଡ଼ା ମାନେ ଗୁଡ଼ି ଗୁଡ଼ି ଥିବା କେଶ ମାନେ ଚୁଟି ଗୁଡ଼ା ମାନେ କୁଞ୍ଚି ଦେଇଥିବା ଚୁଟି ଗୁଡ଼ା କେଶନ ମାନେ ଅର୍ଥ କ'ଣ ନିଦ୍ରାଜୟୀ ଆଳସ୍ୟ ରହିତ ଜାଗ୍ରତ ସଦା ଜାଗ୍ରତ ସଚେତ ଅବସ୍ଥାରେ ଯିଏ ରହେ ତାକୁ କୁହାଯାଏ ଗୁଡ଼ା କେଶ। ତାମାନେ ନୁହଁ ଯେ ଚୁଟିଟା ଗୁଡ଼ି ଗୁଡ଼ିକି ମୁଣ୍ଡ ପଡ଼େ ମେଞ୍ଚେ ରାକ୍ଷା ଏଇ ଯେଉଁ ଆମର ଯେଉଁ ବର୍ଣ୍ଣନା ହେଇଛି ଏଇ ଯେଉଁ ଆମ ଚିତ୍ର ଆମର ଯେଉଁ ମୂର୍ତ୍ତିର ସବୁ ତିଆରି ହୁଏ ତାରକାସୁର ମୁଣ୍ଡରେ ମେଞ୍ଚେ ଗୁଜୁଗୁଜିଆ ଚୁଟି ଥାଏ ସେଟା ନୁହେଁ। ଏଠି ହେଲା ନିଦ୍ରାଜୟୀ ଗୁଡ଼ା କେଶେନ ଭାରତ ଏଠି ବଢ଼ିଆ କଥା କହିଲା ଏବଂ ମୁକ୍ତା ଏଇଭଳି ଭାବରେ କିଏ କହୁଛି ସଞ୍ଜୟ କହୁଛି ହୃଷିକେଶ ଆପଣ ତ ବୁଝୁଛନ୍ତି ଯେ ଇନ୍ଦ୍ର ସେ ଜୟ କରିକିରି ଯେ ଅନ୍ତର୍ଯାମୀ ଯେ ଲୋକକୁ ପାପରୁ ସଂସାରରୁ ମୁକ୍ତି କରିକିରି ମୁକ୍ତି ପ୍ରଦାନ କରୁଥିବା ଲୋକ ବା ବ୍ୟକ୍ତି ବା ଭଗବାନ ହୃଷିକେଶ ଗୁଡ଼ା କେଶନ ଭାରତ ଗୁଡ଼ା ନିଦ୍ରାଜୟୀ ଭାରତ ମାନେ ଭରତ ବଂଶର ଠୁ ଆମର ଭାରତ ହେଇଛି। ଦେଖନ୍ତୁ ଏଠି ଏଇ 5000 ବର୍ଷ ତଳର ଏଇ ଗୀତା କହୁଛି ଭାରତ ମାନେ ଭାରତବର୍ଷ ମାନେ ସେଠି ସେତେବେଳେ ଭାରତବର୍ଷ ଥିଲା ଜମ୍ବୁଦ୍ୱୀପେ ମାନେ ଭାରତବର୍ଷ ସାଙ୍ଗରେ ଯେଉଁ ଚାଇନା ଫାଇନା ଯେଉଁ ତିବ୍ବତ ଅଛି ଏ ସବୁ ଗୁଡ଼ାକ ବର୍ତ୍ତମାନ ମିଶିକିରି ବିରାଟ ମାନେ ଏସିଆର ଅଧା ଅଧି ଥିଲା ଭାରତବର୍ଷ ତାର ସିନା ଅଧିକା କମିବନି। ତେଣୁ ଏଇଟା ଭାରତ ଗୁଡ଼ା କେଶନ ନିଦ୍ରାଜୟୀ ମାନେ ଯିଏ ଆଳସ୍ୟ ରହିତ ସଦା ଜାଗ୍ରତ ଏଇ ଜାଗ୍ରତ ଅବସ୍ଥାରେ ଯିଏ ରହେ ସଚେତ ଅବସ୍ଥାରେ ଯିଏ ରହେ ସେ ହିଁ ସ୍ୱର୍ଗପୁର ରହିବା ଭଳିଆ ଲାଗେ ଅର୍ଥାତ୍ ସେ ସ୍ୱର୍ଗପୁରରେ ଥାଏ। ବେହୋସ ରହିବାର ଅର୍ଥ ହେଲା ନର୍କକୁ ଯିବା ମାନେ ନର୍କରେ ବାସ କରିବା। ଏଇ ଜିନିଷଟାକୁ ଆମେ ବାରମ୍ବାର ରିପିଟ୍ କରିବାକୁ ପଡ଼ିବ ନହେଲେ ବୁଝି ହେବନି। ଜାଗ୍ରତ ଅବସ୍ଥାରେ ରହିବାଟା ସ୍ୱର୍ଗ ତନ୍ଦ୍ରା ଅବସ୍ଥାରେ ରହିବାଟା ନର୍କ ଆଉ ବାକି ଅବସ୍ଥାଟା ଭୂପୃଷ୍ଠ ମାନେ ଏଇ ଭୁବ ତେଣୁ ଭୂର୍ଭୁବସ୍ୱ। ତେଣୁ ଏଇ ଜାଗ୍ରତ ଅବସ୍ଥା ସଚେତ ଅବସ୍ଥା ରହୁଥିବାରୁ ଅର୍ଜୁନ ଦେବଲୋକ ଅର୍ଥାତ୍ ସ୍ୱର୍ଗକୁ ଯାଇକରି ଦେବତା ଅସ୍ତ୍ର ମାନଙ୍କର ଅସ୍ତ୍ର ଆଣି ଇନ୍ଦ୍ରଠୁ ଦେବଦତ୍ତ ଶଙ୍ଖ ଆଣି ସବୁ ଧରିକି ଆସିଥିଲା। ସେଇ ଦେବତା ମାନଙ୍କର ଅସ୍ତ୍ର ଦ୍ୱାରା ସେ ବେହୋସ କରି ଫିଙ୍ଗି ଦେଇଥିଲା ସମସ୍ତ କୌରବ ସହିତ। ସେଥିରେ ପିତାମହ ଭୀଷ୍ମ ବି ଥିଲେ ଦ୍ରୋଣାଚାର୍ଯ୍ୟ ଥିଲେ କୃପାଚାର୍ଯ୍ୟ ଥିଲେ ସେଠି କର୍ଣ୍ଣ ବି ଥିଲା। କର୍ଣ୍ଣ ଏତେ ବହୁତ ହେଉଛି ଅବଶ୍ୟ କର୍ଣ୍ଣ ମୋର ଗୋଟେ ପ୍ରିୟ କ୍ୟାରେକ୍ଟର ମୁଁ କର୍ଣ୍ଣ କ୍ୟାରେକ୍ଟରକୁ ବହୁତ ଭଲ ପାଏ କିନ୍ତୁ ସେଠି କର୍ଣ୍ଣ ମଧ୍ୟ ବେହୋସ। ସେ ଭୟରେ ମଧ୍ୟ ସ୍ଥାପୟିତ୍ୱା ରଥୋତ୍ତମ ସେ ଦି ସେନା ଭିତରେ ନେଇକରି ରଥକୁ ରଖୁଛନ୍ତି କିଏ ସେ ଭଗବାନ ଶ୍ରୀକୃଷ୍ଣ ରଖୁଛନ୍ତି ହୃଷିକେଶ
ତାପରେ ଚିନ୍ତା କରନ୍ତୁ ସେ କେଉଁଠି ରଖୁଥିବେ, ଯେଉଁଠି ଆର ମୋହ ଥିବ, ଯାହାକୁ ଦେଖିଲେ ବେଶୀ ମୋହଗ୍ରସ୍ତ ହବ। ସେ ଯଦି ଦୁର୍ଜନ ପାଖରେ ରଖିଥାନ୍ତେ ତାହେଲେ ଇଏ ରାଗି ପାଚିକିରି ଆହୁରି ନଡ଼ି ଦେଇଥାନ୍ତା। ଏଠି ଭାଷାରେ ବ୍ୟବହାର ହେଉଛି। ସେ ନଗର ମଧ୍ୟରେ ସ୍ଥାପୟିତ୍ୱା ରଥୋତ୍ତମ, ଉତ୍ତମ ରଥ ସାଙ୍ଗରେ, ମାନେ ନନ୍ଦିଘୋଷ ବଡ଼ ରଥ ଭଳିଆ ଉତ୍ତମ ରଥ ସେଠି କୁଆଡ଼େ ଥିଲା କି? କାହାର ନାହିଁ, କାହାର ନାହିଁ। 4 ଚକ, ଅନ୍ୟ ସବୁ ରଥ ମାନେ 2 ଚକ, ଆଙ୍କର 4 ଚକ। ପୁଣି ସେ ନନ୍ଦିଘୋଷ ରଥ, ତାର ସେ ଯେଉଁ ଘୋଡ଼ା, ତାର ଧ୍ୱଜା, ତାର ଯେଉଁ ବର୍ଣ୍ଣନା, ଆରେ ବାପରେ, ଉତ୍ତମ ରଥକୁ ନେଇକି ରଖିଛନ୍ତି। କେଉଁ ରଖିଲେ? ମାନେ ଭୀଷ୍ମ ଦ୍ରୋଣ ପ୍ରମୁଖତଃ ସର୍ବେଷାଂଚ ମହୀକ୍ଷିତାମ୍। ଭୀଷ୍ମ ଆଉ ଦ୍ରୋଣ, ଭୀଷ୍ମ ଆଉ ଦ୍ରୋଣଙ୍କର ମଝିରେ ନେଇକି ରଖୁଛନ୍ତି। ମାନେ 2 ସେନା ରହିଲେ, ଇଏ ନେଇକରି 2 ସେନାଙ୍କର ମଝିରେ ନେଇକି ରଖୁଛନ୍ତି ରଥଟାକୁ। ଏପଟେ ରହିଲେ କୌରବ ପାଣ୍ଡବ, କିନ୍ତୁ ଏଇ ଯେଉଁ କୌରବ ମାନେ ପାଖରେ ରହିଲେ, ଏଠି ରହିଲେ ଭୀଷ୍ମ ଆଉ ପିତାମହ ଭୀଷ୍ମ ଆଉ ଦ୍ରୋଣ। ତାପରେ କ'ଣ କହିଲା? ଭୀଷ୍ମ ଦ୍ରୋଣ ପ୍ରମୁଖତଃ, ମୁଖ୍ୟତଃ ସେମାନେ ରହିଲେ ପ୍ରମୁଖ। ସର୍ବେଷାଂଚ ମହୀକ୍ଷିତାମ୍, ମାନେ ରାଜାଙ୍କ ସମ୍ମୁଖ, ରାଜା ମାନେ ସେଠି ଦୁର୍ଜନ ଅଛି ନା, ସେଠି ଦୁର୍ଜନ ଅଛି। ତାପରେ ରଖୁଛନ୍ତି ଯେମିତି ତାକୁ ଦେଖିଲେ ନା, ଆଗ ତାଙ୍କ ରଜଟାକୁ ଅର୍ଜୁନ ଯିବ କେଉଁଠିକି? ପିତାମହ ଭୀଷ୍ମକୁ ଯିବ, ଗୁରୁ ଦ୍ରୋଣାଚାର୍ଯ୍ୟକୁ ଯିବ। ତାପରେ ସେ କହୁଛି ମହୀକ୍ଷିତାମ୍ ଉବାଚ ପାର୍ଥ ପଶ୍ଚିତାନ୍ ସମବେତାନ୍ କୁରୁନୀତି। ଆଚ୍ଛା, ଉବାଚ ପାର୍ଥ, ଏଠି ଅର୍ଜୁନ ପାର୍ଥ କହିଛି। ପାର୍ଥ ମାନେ ପୃଥାର ପୁଅ ପାର୍ଥ, କୁନ୍ତୀଙ୍କର ପୁଅ କୌନ୍ତେୟ। ଆଚ୍ଛା, ଏଠି ପାର୍ଥ କାହିଁ କହିଲା ସଞ୍ଜୟ କହୁଛନ୍ତି ନା, ସଞ୍ଜୟ ଶବ୍ଦ ଗୁଡ଼ାକ ମାନେ ପାର୍ଥ ହେଲା ସ୍ତ୍ରୀ ଲୋକର ଶବ୍ଦ, ମାନେ କୁନ୍ତୀ ହେଲା ସ୍ତ୍ରୀ ଲୋକର ଶବ୍ଦ। ତେଣୁ କୌନ୍ତେୟ କହିଲେ ସ୍ତ୍ରୀକୁ ବୁଝେଇବ, ମାଆଙ୍କୁ ବୁଝେଇବ। ପାର୍ଥ କହିଲେ ପୃଥା, କୁନ୍ତୀଙ୍କର ନାଁ ହେଲା ପୃଥା। ମୁଁ ସେଟା ଆଗୁଆ ପ୍ରଥମ ବେଳେ କହିଛି କେମିତି ପୃଥା ହେଲେ। ତେଣୁ ପୃଥାକୁ ନେଇକି ତାଙ୍କର ପୁଅ ହେଇଥିବାରୁ ଆଙ୍କ ନାଁ ପାର୍ଥ ହେଲା ଅର୍ଜୁନ, ପାର୍ଥ ହେଲା ଯୁଧିଷ୍ଠିର, ପାର୍ଥ ହେଲା ଭୀମ। ଏପରିକି ଯଦି ଦେଖାଯାଏ ତାହେଲେ କର୍ଣ୍ଣ ମଧ୍ୟ ପାର୍ଥରେ ଯିବ। ତେଣୁ ଆମେ ପାର୍ଥ କହିଲେ ସାଧାରଣତଃ ଭାବରେ ଅର୍ଜୁନକୁ ବୁଝୁ, କିନ୍ତୁ କର୍ଣ୍ଣ ତ ସେ ଆଗରୁ ଜନ୍ମ ହୋଇଛି, ସେ ଗଲା। ଏଇ 5 ପାଣ୍ଡବ ଯାକ ପାର୍ଥରେ ଯିବେ, କିନ୍ତୁ ଏଠି ବିଶେଷ ଭାବରେ ପାର୍ଥ ବୋଲି ଏଠି ଶବ୍ଦରେ କାହିଁ କହିଲା? ମୁଁ କହିଛି ନା, ଗୀତାର ପ୍ରତ୍ୟେକ ଶବ୍ଦ ମୂଲ୍ୟବାନ। ପୃଥା ପୁତ୍ର ମାନେ ସ୍ତ୍ରୀ ସ୍ୱଭାବ ହେଇଥିବାରୁ ଏଠି ତାଙ୍କୁ କହିଲେ ପାର୍ଥ, ମାନେ ଏ ସ୍ତ୍ରୀ ସ୍ୱଭାବ, ମାନେ ଏଇସବୁ ଏଇ ବୀରତ୍ୱର ସ୍ୱଭାବ ନୁହେଁ, ପୁରୁଷର ଲକ୍ଷଣ ନୁହେଁ ଏଇଟା। ଏ ଯେଉଁ ବର୍ତ୍ତମାନ ସେ ଯେଉଁ ଅର୍ଜୁନ ଯେଉଁ କାମ କରିବା ଯାଉଛି, ଦେଖିକିରି ତାପରେ ସବୁ କ'ଣ ଭାବିବ କ'ଣ ନାହିଁ, ସେ ଅଲଗା କଥା। ଏଇ ଯେଉଁ ମୋହଗ୍ରସ୍ତ ହେବା, ମୋହଟା କାହାକୁ ସ୍ୱଭାବ ଦିଏ? ସ୍ତ୍ରୀମାନଙ୍କୁ। କାରଣ ସ୍ତ୍ରୀ ଜାତି ସଂସାର ରକ୍ଷା କରିବେ। ମୋ ପୁଅ, ମୋ ସ୍ୱାମୀ, ମୋ ଘର, ମୋ ଦ୍ୱାର। ଦେଖନ୍ତୁ, ଗୋଟେ ପୁରୁଷ ଯଦି ଗୋଟେ ସମାଜରେ ସମ୍ପର୍କଟାକୁ ଯେତିକି ରକ୍ଷା ନ କରିପାରିବ, ଗୋଟେ ସ୍ତ୍ରୀ ସମାଜରେ ସମ୍ପର୍କଟାକୁ ବହୁତ ବାଲାନ୍ସରେ ରକ୍ଷା କରେ, ଅତି ସଂସାର ଭାରସାମ୍ୟ ରଖିକରି ସେ ରକ୍ଷା କରିବ। ତେଣୁ ତାଙ୍କର ସ୍ତ୍ରୀ ପାଖରେ ମୋହିନୀ ଶକ୍ତିଟା ଭଗବାନ ଜାଣିକି ଦେଇଥାନ୍ତି। ସେଥିପାଇଁ ଯେକୌଣସି ସ୍ତ୍ରୀ ଲୋକ ଯଦି ଚାହିଁବ, ଯେକୌଣସି ଲୋକକୁ ନିଜ ଆଡ଼ିକି ଆଣିପାରିବ। ତାପରେ ସେ ଶକ୍ତିଟା ଭଗବାନ ଦେଇକି ଜନ୍ମ କରିଥାନ୍ତି। ଭୂମି ମାତା, ପୃଥିବୀ ଧରଣୀ ମାତା, ସେ ଧରଣୀ ରକ୍ଷା କରୁଛି ଏବଂ ଦେଉଛି ନା ଖାଇବା ପିଇବାକୁ ସବୁ। ମା ପାଖରେ ଯାହା ଧରଣୀ ପାଖରେ ଅଛି, ଗୋଟେ ସ୍ତ୍ରୀ ମା ପାଖରେ ତା ଥାଏ। ଧରଣୀ ଯେମିତି ଫଳମୂଳ ଦେଉଛି, ମା ସ୍ତନରେ ବି କ୍ଷୀର ଅଛି, ପିଲା ଖାଇ ବଞ୍ଚିବ। ତେଣୁ ଧରଣୀ ମାତା। ତେଣୁ ଏଇ ଯେଉଁ ପୃଥା, ସେଥିପାଇଁ କହିଲେ ଏଇଠି ତୋର ମାଇଚିଆ ଗୁଣ, ମାନେ ଗୋଟେ ପୁରୁଷ ହେଇକି ସ୍ତ୍ରୀ ଗୁଣ ଗଲା, ସେଥିପାଇଁ ପାର୍ଥ ବୋଲି କହିଛନ୍ତି। ପଶ୍ଚିତାନ୍ ସମବେତାନ୍ କୁରୁନୀତି, କୁରୁନୀତି। ଇତି ମାନେ ଏଠି ଏ ଇତି ନୁହଁ, ମୁଁ ଯେଉଁ ଇତିଟା କହୁଛି ସେଇଟା 88 ଅଧ୍ୟାୟର 74 ଶ୍ଲୋକରେ ଅଛି ଇତି। ଏଇଟା ଇତି ମାନେ ଏହିପରି ଶବ୍ଦଟା ବୁଝିବାକୁ ଚେଷ୍ଟା କରିବା। ଏହିପରି କୁରୁନ୍ ମାନେ ଏଠି କରିବା ନୁହଁ, ଏଠି କୁରୁନୀତି ରୂଫଳା, ଏଇଟା ହର୍ଷକାର ନୁହଁ, ହର୍ଷ ଦୀର୍ଘ। ତେଣୁ କୁରୁବଂଶୀ ମାନଙ୍କୁ ଉବାଚ ପାର୍ଥ ପଶ୍ଚିତାନ୍ ସମବେତାନ୍ କୁରୁନୀତି। କୁରୁନ୍ ମାନେ କୌରବ, ମାନେ ଏଠି କୌରବ କାହିଁ କହିଲା? ସେ ତ କହିପାରିଥାନ୍ତା ଯେ ଧୃତରାଷ୍ଟ୍ରାନ୍, ନା, ଏଠି ଗୋଟେ ଅର୍ଜୁନ ମାନେ କେଞ୍ଚି ଦିଆଯାଇଛି।
ମାନେ ଅର୍ଜୁନ ଟିକେ ନାକୁ ଜାଣିକରି ଟେଇଛନ୍ତି ଇଣ୍ଟରନାଲି। କ'ଣ ଟେଇଲେ ନା କୁରୁନ୍ ମାନେ କରବଂଶୀ ମାନଙ୍କୁ, ଯାହା କହନ୍ତି କରବଂଶୀ। କୁରୁନ୍ ଇତି ମାନେ ଇତି ମାନେ ଏହିପରି। ତାହେଲେ ଏଠି ବର୍ତ୍ତମାନ କ'ଣ କଲେ ନା ଅର୍ଜୁନକୁ ସେ ଟେହି ଦେଲେ ଯେ ଅର୍ଜୁନ ଯଦି ଧୃତରାଷ୍ଟ୍ର ଯଦି ଦୁର୍ଯ୍ୟୋଧନ କହିଥାନ୍ତା ସେ ରାଗିଥାନ୍ତା। ଏଠି ଯେଉଁ କୌରବ ଦେଲା ପରେ ସେଟାକୁ କୁରୁବଂଶ ଦେଲା ପରେ ସେଠି ମାନେ ନିଜକୁ ହୀନ ମନେ କରୁଛି। ମୁଁ ମଧ୍ୟ କୁରୁବଂଶର, ମୋତେ କୁରୁବଂଶୀ କୁହାଉନି। ମାନେ ରଜା କହିଲେ କୁରୁ ରଜା, ଏଇ ଯେଉଁ କ୍ଷେତ୍ରରେ ଧର୍ମ କୁରୁ, ଅର୍ଥାତ୍ ସେଇଟା ଧର୍ମ କ୍ଷେତ୍ରରେ କେଉଁଟା ଥିଲା ନା କୁରୁ କ୍ଷେତ୍ରରେ, ମାନେ ଯେଉଁଠି କୁରୁ ରଜାଙ୍କର ଯେଉଁ ଶାସନ ଥିଲା, କୁରୁ ଯେଉଁ ରାଜ୍ୟ ସ୍ଥାନରେ ଯଜ୍ଞ ଦାନ ସବୁ କରିଥିଲେ, ସେଇଟା ଧର୍ମକ୍ଷେତ୍ର। ସେଠି ଧର୍ମର ସେଇଟା ବିଜୟ ହେବ, ଅଧର୍ମର ପରାଜୟ ହେବ, ଏଇଟା ସୁନିଶ୍ଚିତ। ସେଇ କୁରୁ ରଜା ଥିବାରୁ କୁରୁଙ୍କ ବଂଶ ଅନୁସାରେ ସମସ୍ତେ କୁରୁ, ଯଦି ଆମମାନେ କୁରୁ ଆମମାନେ କୌରବ ନ ହେଇକିରି ସେ ଏଡ଼େ ସୁନ୍ଦର ଧାର୍ମିକ ଶବ୍ଦଟା ଏଇଭଳିଆ ଲୋକ ପାଖରେ ଯାଇ ଲାଗୁଛି। ସବୁ ଧୃତରାଷ୍ଟ୍ରମାନଙ୍କର ପିଲାମାନଙ୍କୁ କୁହାଉଛି କୌରବ, ଧୃତରାଷ୍ଟ୍ରକୁ କୁହାଉଛି କୌରବ, ପିତାମହ ଭୀଷ୍ମ ବି କୌରବରେ ଯାଉଛନ୍ତି। ମାନେ କ'ଣ କଥା? ତାହେଲେ ମୁଁ କ'ଣ ଅନ୍ୟ କୋଉଠି ଆସିଛି, ମୁଁ ପାଣ୍ଡବ, ତାହେଲେ ଏମାନେ ଖାଲି କୌରବ ହେବେ, ମୁଁ ମଧ୍ୟ କୌରବ। ଏଇ ଜିନିଷଟାକୁ ତା ଭିତରେ ଆଣିବା ପାଇଁ ସେଠି ଉଦ୍ଦେଶ୍ୟମୂଳକ ଭାବରେ କୃଷ୍ଣ ତାକୁ ମାନେ କହିଛନ୍ତି କୁରୁନୀତି ସମବେତାନ କୁରୁନୀତି। ସମବେତ ହେଇଛନ୍ତି କୌରବମାନେ ଏଠି ଠିଆ ହେଇଛନ୍ତି। ଆପଣ ବର୍ତ୍ତମାନ ଯେଉଁ ଜିନିଷଟି ମୁଁ କହିଲି, ଆପଣ ଟିକେ ଭଲରେ ତାକୁ ବୁଝିବାକୁ ଚେଷ୍ଟା କରନ୍ତୁ। କାରଣ ଏଠି କେତୋଟି ଜିନିଷ ମୁଁ କହିଲି। ଗୋଟେ ହେଲା ପ୍ରବୃତ୍ତେ ହେଲା ପ ଉପସର୍ଗରେ ବୃତ ଧାତୁରେ ସ୍ତ ପ୍ରତ୍ୟୟ ଯୁକ୍ତ ହୋଇଥିବାରୁ ତା ନାଁ ପ୍ରବୃତ୍ତେ। ପାଣିନିଙ୍କର 2-3-128 ଏଇଟା ଅଛି ଆର ବ୍ୟାଖ୍ୟା। ପ୍ରବୃତ୍ତ ହେବା ମାନେ ପ୍ରସ୍ତୁତ ହେଇଯିବା, ମାନେ ପ୍ରସ୍ତୁତ ମାନେ ଏଠି ସାଧାରଣ ପ୍ରସ୍ତୁତି ନୁହଁ, ମାନେ ଅସାଧାରଣ ଭାବରେ ନିଜ ସମସ୍ତ ଭାବରେ ସସଜ୍ଜିତ କରିକି ଯୁଦ୍ଧ କରିବା ପାଇଁ। ଏଇ ମୁହୂର୍ତ୍ତରେ ଯୁଦ୍ଧ ମାନେ ଏଇ ମୁହୂର୍ତ୍ତରେ ସେ ଅସ୍ତ୍ର ଚାଳନ କରିବେ, ଏଇଭଳିଆ ପ୍ରସ୍ତୁତି ବି ପ୍ରବୃତ୍ତି କୁହାଯିବ। ତାପରେ ହେଲା ଏଠି ପାଣ୍ଡବ କହିଛନ୍ତି, ପାଣ୍ଡବ ଗୋଟେ ଏକ ବଚନ, ଏଠି କେବଳ ପାଣ୍ଡବ ମାନେ ଅର୍ଜୁନ ବୁଝୁଛି। କପିଧ୍ୱଜ ଶବ୍ଦ କାହିଁକି ବ୍ୟବହାର ହେଲା, ଏ ସବୁ ଗୁଡ଼ାକ ଆପଣ ବୁଝିବାକୁ ଚେଷ୍ଟା କରନ୍ତୁ। ତାପରେ ଆସିଲା ଆମେ ଏଇଟା ଗଲା 25 ଶ୍ଲୋକ। 25 ଶ୍ଲୋକ ପରେ ଆମର ଆସିଲା 26 ତତ୍ର ପଶ୍ୟତ ସ୍ଥିତାନ ପାର୍ଥ। ଏଇ ପାର୍ଥ, ପୁଣି ପାର୍ଥ, ମୋହଗ୍ରସ୍ତ ହବ ତ ସେ ପାର୍ଥ ବାରମ୍ବାର କୁହାଉଛି। ପାର୍ଥ ପିତୃନଥ ପିତା ମହାନ ଆସିଲା। ଆଚାର୍ଯ୍ୟା ମାତୁଳାନ୍ ଭାରତୁନ୍ ପୁତ୍ରାନ୍ ପୌତ୍ରାନ୍ ସଖୀଂ ତଥା ସଖୀଂ। ଆଚ୍ଛା, ପଶ୍ଚିତାନ୍ ପାର୍ଥ। ପାର୍ଥ ହେଲା ଗୋଟେ ମୋହଗ୍ରସ୍ତ ସମୟର ଅବସ୍ଥା। ପ୍ରତିର ଗୋଟେ ଅବସ୍ଥା ଥାଏ ନା, ସେ ବୀରତ୍ୱ ଅବସ୍ଥା, ବୀର ଶବ୍ଦ ବ୍ୟବହାର ହବ ନା। ଏଠି ମୋହଗ୍ରସ୍ତ ହେବାରୁ ତାକୁ ପାର୍ଥ ବାରମ୍ବାର କୁହାଉଛି ଅର୍ଜୁନକୁ। ଯେ ତତ୍ର ପଶ୍ୟତ ସ୍ଥାନ, ତାପରେ ସେ ଦେଖୁଛି କୌରବମାନଙ୍କୁ। ପାର୍ଥ ପିତୃନଥ, ପିତୃ ସମାନ ଲୋକମାନଙ୍କୁ। ଏଇଟା ଆମେ ଆହୁରି ଟିକେ ବିଷୟ ଆଲୋଚନା କରିବା ଆସନ୍ତା ସେସନରେ। ପିତା ମହାନ, କି ଦୁଃଖଦାୟକ ଅବସ୍ଥା ଦେଖୁଛି। ଆମକୁ ଶୁଣିଲେ ଦୁଃଖ ଲାଗୁଛି। ଚିନ୍ତା କରୁଛି ସେ ଯୁଦ୍ଧ ଠିଆ ହେଇଛି। ଏଠି ପ୍ରଶ୍ନ ଆପଣଙ୍କର ଆସିପାରେ ଯେ ଗୋଧନ ହରଣ ବେଳେ ଯଦି ବିନା ନିର୍ବିଚାରରେ ସେ ଆଖି ମୁଜିକି ଯୁଦ୍ଧ କରି ସମସ୍ତେ ବେହୋସ କରିଦେଲା, ଏଠି କାହିଁ ବିଚାର କରିବା ଆସୁଛି? ଗୋଧନ ହରଣ ବେଳରେ ଜିତିବା ହରେଇବା ହେଲା ମୁଖ୍ୟ ଲକ୍ଷ୍ୟ ଥିଲା। ତାର ଲକ୍ଷ୍ୟ ନଥିଲା ଯେ ମାରିବା। ଏଠି ବର୍ତ୍ତମାନ କହୁଛି ନା, ଏଠି ଜିତିବା ହାରିବାକୁ ହେଲେ ମାରିବାକୁ ପଡ଼ିବ, ମାନେ ମୃତ୍ୟୁ। ଏଠି ମୁଖ୍ୟତଃ ରହିଲା ମୃତ୍ୟୁ ଦଣ୍ଡ, ମାନେ ମୃତ୍ୟୁ। ଏଇ ଯେଉଁ ମୃତ୍ୟୁଟାକୁ ସେ ଆଉ ମାରିବାକୁ ଚାହୁଁନି। ସେ ପଛେ ଏଠି ସେ ଏମିତି ଦେଖିବାକୁ ସେ ତ ମରିପାରିବନି, ତଥାପି ସେ ମରି ବି ଯାଏ, ମୋ ତା ନିଜ କଥା ମୋହ ନାହିଁ, କିନ୍ତୁ ମାରିବାକୁ ସେ ଚାହୁଁନି। କାରଣ ସେ ତାଙ୍କ ନିଜ ପ୍ରତି ମୋହ ଅନୁସାରେ ପ୍ରମାଣ ବହୁତ ଅଛି ମହାଭାରତରେ। ବଡ଼ ଦୁଃଖର ବିଷୟ। ଆମେ ଏଠି ଆହୁରି ଗୋଟେ ଜିନିଷ ବି ଦେଲା ଯେ ଆପଣମାନଙ୍କ ଯଦି କିଛି ଏଠି ପ୍ରଶ୍ନ ଥାଏ ଆରାମ ବାସ୍ତବରେ ପଚାରିବେ, କିଛି ବ୍ୟସ୍ତ ହେବାର ନାହିଁ।
ଆମର ଏଇ ଯେଉଁ ମୋହଗ୍ରସ୍ତ ଅବସ୍ଥାରେ ରହିଥିବାରୁ ତାଙ୍କୁ ପୃଥା କରାଯାଇଛି। ଆଉ ହୃଷିକେଶ ବାରମ୍ବାର ରିପିଟ୍ କରାହେଉଛି। ଅନେକ ସ୍ଥାନରେ ଆପଣ ବୁଝନ୍ତୁ, ହୃଷିକେଶ ମାନେ ଯେ ଅନ୍ତର୍ଯାମୀ, ଇନ୍ଦ୍ରିୟକୁ ଯେ ଜୟ କରିଗଲା, ଅନ୍ୟ ମନରେ ଚାଲୁଥିବା ଜିନିଷକୁ ସେ ଜାଣିପାରିବ। ଏଇସବୁ ଗୁଡ଼ାକ ଏଠି ବ୍ୟବହାର ଯେଉଁ ହେଉଛି ତା'ର ଉଦ୍ଦେଶ୍ୟ ବୁଝନ୍ତୁ। ଆଉ ତାକୁ ବି ବହୁତ ଲୋକ ମତ କହିଲେ କୁରୁନ୍ କ'ଣ ମାନେ ମଳାରେ କୁରୁନ୍ ମାନେ ସେଇଟା ରୁ ଫଳା, ସେଇଟା ବହୁତ ଲୋକ ବୁଝିଯାଆନ୍ତି ଯେ କରିବା। ନା ନା ନା, କରିବା ନୁହଁ, ସେଇଟା ହେଉଛି କୁରୁନ୍ ଇତି, କୁରୁନୀତି। କୌରବ ମାନେ ଏଇଭଳିଆ କୌରବମାନେ ଥିଲେ। ଏଇଭଳିଆ ଭାବରେ ଦେଖିବାକୁ ଗଲେ ସବୁ ଜିନିଷ ଗୁଡ଼ାକ। ତାପରେ ଅର୍ଜୁନ କେମିତି ଆସିଲା ଦେଖିବା। ଏଠି ଗୋଟେ ଯେ ଦେଖନ୍ତୁ, ଦୁର୍ଯ୍ୟୋଧନ ପାଖରେ ଧନୁର୍ବିଦ୍ୟା ନଥିଲା। ସେ କ'ଣ ହେଲା, ଅସ୍ତବ୍ୟସ୍ତ ହେଇକିରି ଭାଗ ଦେଖିଲା କାହାକୁ ମୁଁ କରିବି। ଜଣେ କହିବା ସହଜ, ଜଣେ ଦେବାକୁ ଗଲା। ଅର୍ଜୁନ ଏଠି କୃଷ୍ଣ ପାଖକୁ ଆସିନି, କୃଷ୍ଣ ତ ରଥ ଅଛନ୍ତି, ପାଖକୁ ଆସିବ କାହିଁକି? କହିଲା ମୁଁ ନିଜେ ଯାଏ, ନିଜେ ଯାଇକିରି ମୁଁ ଦେଖିବି ଯେ ସେ କେଉଁମାନେ ଆସିଛନ୍ତି, ଏଭଳିଆ ଦୁଷ୍ଟ ପାପି ସେକୁ ସାନ୍ତ୍ୱନା ଦେଇ ହିତାକାଂକ୍ଷୀ ହେଇକିରି ସେମାନେ କେଉଁମାନେ ଆସିଛନ୍ତି ଟିକେ କୌରବ ସେମାନଙ୍କ ସାଙ୍ଗରେ। ସେ କୌରବମାନଙ୍କୁ ଟିକେ ଦେଖେ, ନିଜେ ଆସିଛି ଦେଖିବା ପାଇଁ। ମାନେ ଆତ୍ମବିଶ୍ୱାସ, ଯେଉଁଟା କହୁଥିଲି ଆତ୍ମବିଶ୍ୱାସର ସିମ୍ବଲ। ସେଇ ବିଶ୍ୱାସଟା ଯଦିବା ଦୁର୍ଯ୍ୟୋଧନ ଯୋଦ୍ଧା ଥାଇପାରେ, କିନ୍ତୁ ତା ପାଖରେ ନଥିଲା। ସେ ଜାଣିଛି ଅର୍ଜୁନ ହାରିଯିବ। ଧନୁର୍ବିଦ୍ୟା ଜଣାନି ନା, ଅର୍ଜୁନ ମାରିଦେବ ଆରାମସେ। ତ ଦୁର୍ଯ୍ୟୋଧନ ଏଇ ପାର୍ଥକ୍ୟ। ଦ୍ୱିତୀୟ ପାର୍ଥକ୍ୟ ହେଲା, ଯଦି ବାହ୍ୟ ଜଗତ ସେ ଦୁର୍ଯ୍ୟୋଧନ ଦେଖୁଛି, ସଂଖ୍ୟାଧିକକୁ ଦେଖୁଛି, ସେ ଦେଖୁନି ଯେ ଭଗବାନଙ୍କୁ। ଯିଏ ଭଗବାନଙ୍କୁ ଦେଖେ ସେ ସଂଖ୍ୟାଧିକ ଦେଖେ ନାହିଁ। ଅର୍ଜୁନ ଯେଉଁଟା ଦେଖେ, ଅର୍ଜୁନ କହିବା ଦରକାର ନାହିଁ ମୋର ନାରାୟଣ ସେନା, ମୋର ପ୍ରଭୁ ନିରସ୍ତ୍ର କୃଷ୍ଣ ଦରକାର। ଏ ନିରସ୍ତ୍ର କୃଷ୍ଣକୁ ସେ ଚାହିଁଲା, କାରଣ ତାର ନିଜ ବାହୁବଳରେ ଭରସା ଅଛି, ଆତ୍ମବିଶ୍ୱାସ ଅଛି। ମୋ ଭିତରେ ମୋ କୃଷ୍ଣ ଦରକାର, ବାସ୍। ସେ ଖାଲି ବସନ୍ତୁ ନା ମୋ ପାଖରେ, ଖାଲି ଅସ୍ତ୍ରଶସ୍ତ୍ର ଧରିବା ଦରକାର ନାହିଁ। କିନ୍ତୁ ନାରାୟଣୀ ସେନା ନେଇକି ଯାଇଥିଲା। ହଁ, ସେତେବେଳେ ଅବଶ୍ୟ କହିଥିଲା ଶଙ୍କୁନି ଦୁର୍ଯ୍ୟୋଧନକୁ ଯେ ଆରେ ଭଣଜା, ତୁ ବହୁତ ବଡ଼ ଭୁଲ କରିଛୁ। ନିରସ୍ତ୍ର କୃଷ୍ଣ ମଧ୍ୟ ବହୁତ ଭାରି ପଡ଼ିଯିବ ଏ ନାରାୟଣୀ ସେନା ଠାରୁ। ସେତେବେଳେ ସେ ଶଙ୍କୁନି କହିଛି ସେ କଥାଟା, ମହାଭାରତରେ ଅଛି, ଉଦ୍ୟୋଗ ପର୍ବରେ ଅଛି ସେଟା। କିନ୍ତୁ ସେଇ ଜିନିଷଟାକୁ ଦୁର୍ଯ୍ୟୋଧନ ବୁଝିପାରିବନି। ଏଇ ହେଲା, ଆମେମାନେ ସମସ୍ତେ ଅଛେ, ଜଗନ୍ନାଥ ମନ୍ଦିରକୁ ଯାଉଛେ, ଜଗନ୍ନାଥ ଦର୍ଶନ କରୁଛେ, ଦର୍ଶକ ବହୁତ, ଭକ୍ତ ବହୁତ କମ୍। ସେଥିପାଇଁ ଜଗନ୍ନାଥ ମନ୍ଦିର ପୋଖରିଆ ବହୁତ କମ୍, ଛୋଟ ଏରିଆ। ତାପରେ ଏବେ ମଧ୍ୟ ପୋଖରିଆ ବନ୍ଦ କରିଦିଆଗଲା, କେବଳ ସେବାୟତ ଲୋକ ଯିବେ। ତା କ'ଣ ନା କାମ ଚାଲୁଛି। ଏସବୁ କାମ ଚାଲିବାଟା ବାହ୍ୟ ଦୃଷ୍ଟିରୁ। ଆଭ୍ୟନ୍ତର ଦୃଷ୍ଟି ଦେଖିଗଲେ କ'ଣ ନା, ସେତେବେଳେ ଯେଉଁ ଲୋକମାନେ ଯାଇକରି ଜଗନ୍ନାଥକୁ ଦେଇକରି ବଠାଗୁଡ଼ା ଦେଇକରି ବିଷ୍ଣୁଙ୍କୁ ପରିକ୍ରମା କରୁଥିଲେ, ରତ୍ନ ସିଂହାସନ ଚାରିପାଖରେ ବୁଲୁଥିଲେ, ଏବେ ଆଉ ବୁଲି ପାରିବେ ନାହିଁ। କାରଣ ଏ ସବୁ ପାପୀ ହେଇଗଲେ, ଦର୍ଶନାର୍ଥୀ ହେଇଗଲେ, ଆଉ ଭକ୍ତ ନାହାନ୍ତି। ଦେଖି ହେବେ ଯେ ଆମେ ଭକ୍ତ, ଦେଖ ଆମେ ଭକ୍ତ, କିନ୍ତୁ ରିଅଲ ଭକ୍ତ ନାହିଁ। ଆଚ୍ଛା, ଏଠି ଆମର ପଞ୍ଚଦେବତା ଅଛନ୍ତି। ବିଷ୍ଣୁ ଗୋଟେ ହେଲା, ଶିବ ଗୋଟେ ହେଲା, ସୂର୍ଯ୍ୟ ଗୋଟେ ହେଲା, ଆଉ ଦୁର୍ଗା ଗୋଟେ ହେଲେ, ଗଣେଶ ଗୋଟେ ହେଲେ। ଗଣେଶ ହେଲେ ପୃଥ୍ୱୀ ତତ୍ତ୍ୱ, ଜଳ ତତ୍ତ୍ୱ ହେଲା ଶିବ, ତେଜ ତତ୍ତ୍ୱ ହେଉଛି ସୂର୍ଯ୍ୟ, ବାୟୁ ତତ୍ତ୍ୱ ହେଲା ଦୁର୍ଗା, ଆଉ ଆକାଶ ତତ୍ତ୍ୱ ହେଉଛନ୍ତି ବିଷ୍ଣୁ। ତାହେଲେ ବିଷ୍ଣୁ କେତେ ଥର ପ୍ରଦକ୍ଷିଣା କରିବ? 4 ଥର। ସୂର୍ଯ୍ୟଙ୍କୁ 7 ଥର। ଏସବୁ ପରିକ୍ରମାର ନିୟମ ଅଛି। ମୋ ମଝିରେ କେତେବେଳେ ସମୟ ପାଇଲେ ସେ ଭିତରେ ଆଲୋଚନା କରିବା। ବର୍ତ୍ତମାନ ଆଜି ଆମେ ଏଇଠି ରହିବା। ଆଉ ଯଦି କାହାର କିଛି ପ୍ରଶ୍ନ ଥାଏ ସେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଉ ମୋର ବିଶ୍ୱାସ ତରୁଣ ମୋତେ ଜଣାଇବେ, ମୁଁ ତାକୁ ଆସନ୍ତା ସେସନରେ ସେ ତାର ଉତ୍ତର ଦେବାକୁ ଚେଷ୍ଟା କରିବି। ଜୟ ଜଗନ୍ନାଥ। ଯଦି ଆପଣମାନଙ୍କୁ ଆମର ଭିଡ଼ିଓଟି ପସନ୍ଦ ଆସିଛି, ତେବେ ଏହିପରି ଭିଡ଼ିଓ ପ୍ରଥମେ ଦେଖିବା ପାଇଁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ। ଥ୍ୟାଙ୍କ ୟୁ।